ମାନେ ମୂଳ ପ୍ରକୃତି ତାକୁ କୁହାହବ। ଏଇଟା କୋଉଠୁ ଆସିଲା, ସେଇଟା କୋଉଠୁ ଆସିଲା, ସେଇଟା କୋଉଠୁ ଆସିଲା, ସେଇଟା କୋଉଠୁ ଆସିଲା। ହେଲେ ପରମାଣୁ ଅର୍ଥ ଅତି ସୂକ୍ଷ୍ମ, ଅତି ସୂକ୍ଷ୍ମ ଠାରୁ ନେଇକରି ପରମ ମହତ୍ଵ ବୋଲେ ଆକାଶ ଯୁଆଡ଼େ ଯିବେ ଆକାଶ ଅଛି। ଆକାଶକୁ ଯଦି ଆପଣଙ୍କର ଲକ୍ଷ ଲକ୍ଷ ବର୍ଷ ଧରି ରକେଟରେ ବୁଲିବେ ହେଲେ ମଧ୍ୟ ଆକାଶ ସରୁନି ବୋଲେ କେତେ ବଡ଼ ନାହିଁ ସେଇଟା, କେତେ ବଡ଼ ନାହିଁ ସିଏ ଆକାଶ ବେଲେ। ତାରି କହୁଛି ଯଦି ହଜାର ହଜାର ବର୍ଷ ଧରିକିରି ଜଣେ ଯଦି ରକେଟରେ ବୁଲିବ ଘିରିକିରି ଯେତେ ସ୍ପିଡରେ ଗାଡ଼ିରେ ହେଲେ ମଧ୍ୟ ଆକାଶ କୋଉଠି ସରୁନି, ତାতে କେତେ ବଡ଼ ନାହିଁ। ସେଇଟାକୁ ମଧ୍ୟ ଯୋଗୀ ଚାହିଁଲେ ସେ ଆକାଶକୁ ଦେଖିପାରିବ, ସେ ପରମାଣୁକୁ ଦେଖିପାରିବ, ସାନରୁ ସାନକୁ ଦେଖିପାରିବ, ତାକୁ କହନ୍ତି ପରମାଣୁ। ପରମ ମହତ୍ଵ ବୋଲେ ପରମ ମହତ୍ଵ ବୋଲେ ବହୁତ ବଡ଼ ବୋଲି ଆପଣ ଯାହା ନେବେ ତାମ୍ବଡ଼ ଆକାଶରୁ ଯଦି ଆହୁରି କିଏ ବଡ଼ ଅଛି କି ଅଛି ସବୁ ସେକୁ ମଧ୍ୟ ଦେଖିପାରିବ, ସାନକୁ ଦେଖିପାରିବ, ବଡ଼କୁ ଦେଖିପାରିବ। ତାର ଏଇ ପାୱାର ଆସିଯିବ ଯଦି ଚିତ୍ତ ନିର୍ମଳ ହେଇଯିବ। ଦର୍ପଣରେ ଯେମିତି ଦର୍ପଣଟା ନିର୍ମଳ ଥିଲେ ଯେଉଁ ରୂପ ଅଛି ସେଇଟା ପଡ଼ିବ, ଠିକ୍ ସେଇଭଳି ଚିତ୍ତ ଯଦି ନିର୍ମଳ ହେଇଯିବ ଆଉ ଚିତ୍ତ ଯଦି ସ୍ଥିର ହେଇଯିବ ତାହେଲେ ପରମାଣୁ ଠାରୁ ହେଲା ଯୋଗୀର ସାଧକସ୍ୟ, ଏଇ ଯୋଗ ସାଧକର ଚିତ୍ତ ନିର୍ମଳ ବ୍ୟକ୍ତିର ବଶୀକାର ହେଇଯିବ। ବଶୀକାର ମାନେ ତା ବଶୀଭୂତରେ ଆସିଯିବ, ତାକୁ ବଶୀଭୂତ କଥା ଅର୍ଥାତ୍ ତାକୁ ଦେଖି ଦେଇପାରିବ। ସେ ତାର ଆଉଟ୍ ଅଫ୍ କଣ୍ଟ୍ରୋଲ ଯିବନି, ଅଣ୍ଡର କଣ୍ଟ୍ରୋଲରେ ରହିବ। ସାର୍ ଆମେ ଦେଖିପାରିବାନି ମୋ କଥା, ଆମେ ଦେଖିପାରିବା ଯଦି ସେଇଭଳି ସେ ସାଧନା ଯଦି ଜଣେ କରିବ। ମୋ କଥା ବୁଝିପାରିଲେ ତ? ଏଇଟା କାହାର ଫଳ? ଏଇ ଯେଉଁ ବଶୀକାର, ହ୍ୱାଟ୍ ଇଜ୍ ବଶୀକାର? ବଶୀକାର କାହାକୁ କୁହାଯାଏ? ପରମାଣୁ ଠାରୁ ନେଇକରି ପରମ ମହତ୍ଵର ଅନ୍ତ ପର୍ଯ୍ୟନ୍ତ, ପରମାଣୁରୁ ପରମାଣୁ ସାନରୁ ସାନ ତାର ଅନ୍ତ ଯୋଉଠି ସରୁଛି, ଆଉ ବଡ଼ରୁ ବଡ଼ ଯୋଉଠି ସରୁଛି, ତାକୁ ବଶୀକାର, ତାକୁ ଆୟତ୍ତ କରିବା। ବଶୀଭୂତ କରିଦେଲାରେ ତାକୁ ବଶୀଭୂତ କରିବ, ତାର କଣ୍ଟ୍ରୋଲରେ ସେ ରହିବେ, ସେ ଦେଖିଦେଇପାରିବେ। ତାର ଅର୍ଥ ସେଇଟାକୁ କହନ୍ତି ବଶୀକାର। ମୋ କଥା ବୁଝିପାରୁଛନ୍ତି? ଏଇ ବଶୀକାରଟା କାହିଁରେ ଆସିବ ନା ଚିତ୍ତ ପରିକ୍ରମର ଯଦି ସିଦ୍ଧ ଜଣେ ହବ, ଚିତ୍ତ ପରିକ୍ରମାରେ ଯଦି ସଫଳ ଜଣେ ହବ, ଯଦି ଭଲ ରୂପେ ଚିତ୍ତ ପରିକ୍ରମା ତାର ହେଇଛି। ମୋ କଥା ବୁଝିଲେ? ଚିତ୍ତ ପରିକ୍ରମାଟା ଆପଣ କେତେଟା ଜିନିଷ ଗଲା? 8ଟା ଜିନିଷ। ଚିତ୍ତ ପରିକ୍ରମା ଈଶ୍ୱର ପ୍रणिधान ଦ୍ୱାରା ବି ହେଇପାରିବ, କିନ୍ତୁ ତାକୁ ଅଲଗାରେ ରଖାଯାଇଛି, ସେଇଟା ଚାପ୍ଟର ଅଲଗା ରଖାହେଲା। ଏ ଯେଉଁ କେତେଟା ଟେକ୍ନିକ୍ ଦେଲା, ଯେକୌଣସି ପ୍ରକାର ଜଣଙ୍କର ଯଦି ଚିତ୍ତ ପରିକ୍ରମା ହେଇଯାଏ ଈଶ୍ୱର ପ୍रणिधान ଦ୍ୱାରା ହଉ କି ଏଇଭଳି ସାଧନା ଦ୍ୱାରା ହଉ, ତାପରେ ଯେତେ ସବୁ ଆଇଡ଼ିଆ ଦିଆହେଲା ତା ଦ୍ୱାରା ଯଦି ଚିତ୍ତଟା ସ୍ଥିର ହେଇଯାଏ, ନିର୍ମଳ ହେଇଯାଏ, ତାହେଲେ ସେ ପରମାଣୁ ଠାରୁ ନେଇକରି ପରମ ମହତ୍ଵ ପର୍ଯ୍ୟନ୍ତ, ପରମ ମହତ୍ଵ ଜିନିଷ ପର୍ଯ୍ୟନ୍ତ, ତାର ଅନ୍ତ ପର୍ଯ୍ୟନ୍ତ, ଶେଷ ପର୍ଯ୍ୟନ୍ତ ସେ ଦେଖି ଦେଇପାରିବ। ବଶୀକାର ତାର ଆସିଯିବ। ହେଲା, ଏହା ହେଲେ କ'ଣ ହବ? ଆପଣ ଲେଖିଲେ ପରମାଣୁ ପରମ ମହତ୍ତତ୍ୱାନ୍ତ ଅସ୍ୟ ମାନେ ସାଧକର ବଶୀକାର, ତାକୁ ଲେଖନ୍ତୁ ବଶୀକାର, ତାର ବଶରେ ଆସିଯାଏ ବଶୀକାର। ଲେଖନ୍ତୁ ପରମାଣୁ ପରମ ମହତ୍ତତ୍ୱାନ୍ତ ଅସ୍ୟ ବଶୀକାର। ଲେଖିଲେ? ପଚାରିଲା ବେଳକୁ କହିବାର ଅଛି। ମୁଁ ଯାହାକୁ ପଚାରିବି ଆପଣ ଲେଖିନଥିବେ କହିପାରିବେନି, ଆପଣଙ୍କର ହିଁ ଲସ୍ ହେବ। ଆପଣ ଲେଖନ୍ତୁ, ମୁଁ ପଠେଇ ସାରିଛି, ତାହିଁରେ ବି ଦେଖିବେ। ଆପଣ 51ଟା ସୂତ୍ର ପଠେଇ ସାରିଛି, ତାହିଁରେ ବି ହିନ୍ଦୀରେ ଦେଖିବେ। ଏବେ ଡାକୁଛି ସୁବିଧା ଲେଖିଦିଅନ୍ତୁ। ତାପରେ କ୍ଷୀଣ ବୃତ୍ତେ ଅଭିଜାତସ୍ୟ ଇବ, ଲେଖନ୍ତୁ। ଏଇଟା ହେଲା 41 ନମ୍ବର ସୂତ୍ର। 41 ନମ୍ବର ସୂତ୍ର। ଏ ଯେଉଁ ପରମାଣୁ 40ଟା ଲେଖିଲେ, 40ଟାର ଅନୁବାଦ ଲେଖିଦିଅନ୍ତୁ। 40ଟା ପରମାଣୁ ଠାରୁ ପରମ ମହତ୍ତତ୍ୱାନ୍ତ ପର୍ଯ୍ୟନ୍ତ ଚିତ୍ତ ପରିକ୍ରମା କରିଥିବା ଲୋକର ବଶୀକାର ହେଇଯାଏ, ବଶୀକାରରେ ଆସିଯାଏ, ଆୟତରେ ଆସିଯାଏ, ଯାହାକୁ ବଶୀକାର କୁହାଯାଏ। ହେଲା। ଯୋଗୀର, ତାହାର ଅର୍ଥ ଏଇ ଯୋଗୀର ପରମାଣୁ ଠାରୁ ନେଇ ପରମ ମହତ୍ତତ୍ଵ ପର୍ଯ୍ୟନ୍ତ ବଶୀକାର ହୋଇଯାଏ। ଯୋଗୀର ବା ଚିତ୍ତ ପରିକ୍ରମାରେ ସଫଳ ବ୍ୟକ୍ତିର ବା ଯୋଗୀର, ସେଇ ସଫଳ ଯୋଗୀର ପରମାଣୁ ଠାରୁ ନେଇ ପରମ ମହତ୍ତତ୍ଵ ପର୍ଯ୍ୟନ୍ତ
बशीकार हो जाए, बशीभूत हो जाए, बशीकार आसी जाए है। अभ्यास करी 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 साधकर चित्त जिते भल रूप जे माने तार यही योग्यता को प्राप्त हो चित्त परिक्रमा सिद्ध होते चित्तर सूक्ष्म ठारू सूक्ष्म पदार्थ नहीं बड़ू बड़ महान पदार्थ पर्यंत जोठारे से चाहिए तत्काल से चित्त को स्थिर करदे पारे। यही चित्त उपर जो पूर्ण अधिकार चित्त उपर कंट्रोल आसीज चित्त उपर आमर चित्त चंचल रोचे आम कंट्रोल कर पाने से चित्त अधीन रे से चित्त को जोटे लगे से चित्त चित्तटा बशीकार हो चित्तटा बशीकार जिते हम सी परमाणु ठार नहीं परम महतत्व पर्यंत सूक्ष्म रु सूक्ष्म आ बड़ बड़ महान पदार्थ पर्यंत से जोटे चाहिए चित्त को लगे पारे चित्तटा यू जाना पड़ो चित्तटा बशीभूत रही बशीकार रही चित्त उपर पूर्ण अधिकार आसीज बशीकार अर्थ चित्त उपर निजर चित्त उपर मन उपर बुद्धि उपर निजर अधिकार आसीज आ चित्तरे स्थिर हबार योग्यता एमती होते परिपक्व होता जानी पारा है टाइप जापर से तापर से कौन हम जिते बड़े यही चित्तरे अधिक चित्त उपर बशीकार शक्ति आसीज अधिकार आसीज सी सूक्ष्म रु सूक्ष्म बड़ रु बड़ नहीं जोटा को चित्त से स्थिर करदे पारे चित्त अधीन रे कौन हम से ना जो वृत्ति गुड़ाक अच्छी जो चित्तवृत्ति जो आम रही 5 प्रकार चित्तवृत्ति कौन 5 प्रकार चित्तवृत्ति कौन प्रमाण विपर्जय विकल्प निद्रा स्मृति ये जो सब अच्छी ए चित्तवृत्ति गुड़ा क्षीण हो कहली गोटे क्षीण हवा दुष्ट लोक क्षीण हवा भल साधु लोक क्षीण हवा खराब साधु लोक जिते परिपृष्ट हम जगतर कल्याण हम दुष्ट लोक जिते क्षीण हम सर से भल तेणु ये वृत्ति गुड़ाक आमको कष्ट दौरान चित्तवृत्ति की निरोध कले जाए योग साधना को आसिया जीवन में सुख शांति पाइबा स्वास्थ्य लाभ करवा चित्तवृत्ति जिते शांत हम हेले चित्तवृत्ति क्षीण हो अर्थ चित्तवृत्तिर जो यो माने टेम्पर जो सी आम हैरान करुच्ची सी क्षीण हो वृत्ति गुड़ा क्षीण हो कौन हेले चित्त उपर जो आमर अधिकार आसीज ये चित्त परिक्रमा करी बशीकार शक्ति आसीज से क्षीण वृत्ति ये वृत्ति गुड़ाक अर्थ ये 5 प्रकार चित्तवृत्ति क्षीण हो अभिजात अभिजात बोले रजा माने जो मणि पिंधुंट मणि गुड़ा बड़ा निर्मल हीरा लीला मोती माणिक जो मणि पिंधुंट तार सब रूप जोड़ा हेल्ले चटकिना कैच करदेव अभिजात माने स्फटिक मणि श्रेष्ठ मणि अभिजात अभिजात मणि बेले तार श्रेष्ठ मणि स्फटिक मणि अच्छी से स्फटिक मणि पाक जो पदार्थ आपड़ ने से पदार्थ आउ गोटे थिला देखा सी एत निर्मल दर्पण ठार निर्मल स्फटिक मणि पाखु जदि गोटे स्फटिक पत्थर पाखु आपड़ जदि गोटे मंदार फूल को ने आउ गोटे मंदार फूल थिला लगे आपड़ से मंदार फूल को आने इच्छा हम आउ धरी मंदार फूल अच्छी आउ गोटे मंदार फूल अच्छी आनी बेला देखला से तार प्रतिमा गुड़ा पड़ो एत निर्मल से टाइप तार चित्त निर्मल हो अभिजात मणि अभिजात बेले माने श्रेष्ठ अभिजात माने श्रेष्ठ राजराजुड़ा संपन्न तार तो ये श्रेष्ठ मणि भली से निर्मल हो तार चित्त अभिजात मणे ग्रहीतु ग्रहण ग्राह्यसु तदस्त अंजनता समापति तो ये स्फटिक मणि पाखु जो पदार्थ जीव से पदार्थर प्रतिबिंब सी जमी अविकल सी धारण कर ग्रहिता ग्रहिता माने आमे आमे हूँ ग्रहिता आमे जा द्वारा ग्रहण करुचु आमर इंद्रिय मान द्वारा ग्रहण करुचु आउ ग्राह्यसु जा द्वारा आमे ग्राह्य पदार्थ गोटे पदार्थटी अच्छी सी है ग्राह्य पदार्थ आमे जो ग्रहण करुचु इंद्रिय मान द्वारा सी है ग्रहण ग्रहिता माने जे ग्रहण करे 3टा जिनस अच्छी एक है मुझे ग्रहिता माने जे ग्रहण करे ग्रहण करने जा द्वारा ग्रहण करे सी है ग्रहण जोड़ा को ग्रहण करे सी है ग्राह्य 3टा जिनस आपड़ जी कर्ता कर्म आ कारण कर्ता है आम कर्ण है कौन आम हाथ पाद इंद्रिय मान द्वारा काम करुचे कर्ण आ कर्म कर्म जोड़ा करुचे क्या द्वारा करुचे कर्म कर्ता कर्म कारण कर्म करुचे आम कर्म जो करुचे क्या द्वारा करुचे कर्ण द्वारा करुचे तेणु 3टा जिनिस रोचे ठीक से भाई ये ग्रहिता ग्रहण आ ग्राह्य बोले मो कथा बुझिले मो कथा बुझीपार तो जी भोक्ता भोक्ता माने जी खाऊची तापरे
भोजन भोक्ता भोजन भुक्त भोग भुक्त भुक्त माने खाइबा आ भोग्य वस्तु खाद्यटा है भोग्य वस्तु खाद्यटा है भोजन भोज्य आम जी खाऊँ सी है भोक्ता जोड़ा खाऊँ सी है भोजन तीन टा जिन सब जगह तीन टा जिनस अच्छी आपण जहाँ खाऊँ से भोजन आउ जी खाऊँ सी है भोक्ता जोड़ा को खाऊँ सी है भोज्य पदार्थ सेमती एठी ग्रहिता माने जी ग्रहण करुच्ची ग्राह्य माने जहाँ को ग्रहण करुच्ची धर मु आपण गोटे फोन टी ग्रहण करुच्ची हेले से फोनटा है ग्राह्य विषय मु फोनटा आपण पाखु आणुची मु हेली ग्रहिता आपण जो फोनटा है ग्राह्य विषय मु ताको ग्रहण करुच्ची हेले मु जो फोनटा आपण पाखु आनिली से क्रियाटा है ग्रहण ए तीन टा जिनस रोचे ग्रहिता ग्रहण आ ग्राह्य ए तीन टा जाऊ सी कैसे कर दिए ए तीन टा कौन मु तो आपन बुझेबी आपन फास्ट शुणु जदि चित्त उपरे वशीकार शक्ति आसीज चित्त जिते जो चाहिए लगे दे पार से भाई शक्ति आसीज चित्त परिष्कार होले हम कौन हम क्षीण वृत्ति अर्थ आप चित्त वृत्ति गुड़ा क्षीण हो क्षीण हवा भल है जो चित्त वृत्ति की निरोध करवा कथा फास्ट क्षीण हम तापर निरोध हम ना हेले क्षीण हेले तो निरोध करेंगे जड़े दुबला पातला दुर्बल हेले तो जाकर परास्त करेंगे वृत्ति गुड़ा जब टेम्परेरी थी आप कंट्रोल करेंगे कि वृत्ति गुड़ा क्षीण हे जब चित्त जब परिक्रम हम वशीभूत वशीकार शक्ति आसीज तापर कौन हम चित्त जो क्षीण हम आप अभिजात मणि भली अभिजात मणि अर्थ श्रेष्ठ मणि भली जो मणि रे प्रतिबिंब भल पड़ो निर्मल अभिजात स्फटिक मणि भली सी कौन कर ग्रहिता माने आत्मा को ग्रहिता माने ये आत्मा ग्रहण ग्रहण का द्वारा कर इंद्रिय मान द्वारा ग्राह्य विषय कौन पांचटा विषय आम जो पंच पंच जोड़ा कि शब्द स्पर्श रूप रस गंध जहाँ कर सबू जाक सूक्ष्म रूपे सी देखीद स्थूल रूपे सूक्ष्म रूपे सब तापर पड़ से चित्त से देखीदे पार से जोड़ा ध्यान कर से भितर मन को देखिपर बुद्धि की देखिपर आत्मा को देखिपर आउ से जो किए ग्रहण करुच्ची कौन ग्रहण करुच्ची तीन ग्रहिता ग्रहण आ ग्राह्य ए तीन जाक विषय को तार सामान आसिक केचाओ से मनरे चित्तरे जमी गोटे स्फटिक मणि पाखक जो मंदार फूल आणले जमी सामान से भाई आगे जना पड़ो जो जो पदार्थ गुड़ाक को सी चिंता कर मन लगे से सबू जाक सी चटकिना ता भितर पशिजे जना पड़ जापर तार समाधि हो वृत्ति क्षीण हो वृत्ति क्षीण अर्थ चित्तटा निर्मल हो पंचवृत्ति थिले चित्तवृत्ति थिले चित्तटा अस्थिर रोचे अपरिष्कार रोचे से चित्त वृत्ति गुड़ा जो क्षीण हे से स्फटिक मणि भाई निर्मल हो निर्मल हो गले से ग्रहिता ग्रहण ग्राह्य ए विषय गुड़ाक सी कैच करदे आम से देखिपर आम से जापर तदस्थ अंजनता से जो पदार्थता पाखु आसो से स्थूल हो कि सूक्ष्म हो ताइरे पूरा रेकर्डिंग हो कहते समापत्ति से समापत्ति व्हाट इज वशीकार व्हाट इज समापत्ति समापत्ति माने से ही जिनसटा गोटे सामान छाप पड़ा भाई सामान केचे फोटो भाड़ा भाई भारी पड़ो तार सी देखी पार तदस्थ अंजनता ता भितर से एमती पशिज सामान तार भाई जिनस गुड़ा सी देखीद सब हेलो समापत्ति बोली कहते जमी मंदार फूलटा आपणकर स्फटिक मणि पाक आसिले आउ गोटे स्फटिक मणि भली स्फटिक मणि भितर आउ गोटे मंदार फूल थिला भली जना पड़ो ता पाखरे जदि गोटे रखिए से भितर गोटे मंदार फूल थिला भली जना पड़ो सेमिति जार चित्त निर्मल हो से चित्त निर्मलटा को आपण स्फटिक मणि बोली तुलना कराई अन्य अन्य पत्थर को पाखरे मंदार फूल रखिले ताइरे प्रतिबिंब पड़ोनी लोक मानकर चित्त गुड़ा हूँ अन्य पत्थर भली साधारण पत्थर भली जोड़ा तार क्लियर ना किंतु जोगीर चित्त स्फटिक मणि स्फटिक पत्थर भली निर्मल हो क्षीण वृत्ति क्षीण हो अन्य मानकर वृत्ति प्रबल थी आर चित्त आर वृत्ति क्षीण हो चित्त वृत्ति क्षीण हो पंच प्रमाण विपर्जय विकल्प निद्रा स्मृति पांचटा चित्त वृत्ति क्षीण हो चित्तटा स्फटिक मणि निर्मल हो जमी स्फटिक मणि पाख गोटे मंदार फूल आसिले कौ पदार्थ रखिले से पदार्थटा जो पदार्थ रखिले से पदार्थटा आउट देखा से भाई आगा ठीक से भाई यार चित्त जो विषय को ध्यान करियो से विषयटा सम्मान आए पड़ मो कथा बुझुंट आपको कहते समापत्ति
व्हाट इज समापत्ति ये 41 नंबर सूत्र ये समापत्ति आगे समाधि ए समापत्ति मध्य जोग ए समापत्ति समापत्ति है आप टाइप कहे समापत्ति कौन 5 मार्क थी ना 2 मार्क थी आप सूत्र टाक लिखिदेवे बसीकार कौन बोले से लिखिदेवे कौन लिखिले बसीकार बोले कौन कहतु मुझे कहली बसीकार कौन कहतु आपण मैंने कंटिन्यू शुणुवे मझे न पचारे आप निद पलि आस कहतु बसीकार मुझे कौन कहली 40 नंबर सूत्र कौन कहली लिखिले कौन कहतु किए लिखिं कहतु कहतु किए लिखिं 40 नंबर सूत्र बसीकार परमाणु कहतु परमाणु परम महत्तस्य वशीकार हाँ जदि आप पढ़ा कष्ट हो परमाणु परम महत्व अंत माने परम महत्वांत अस्य अस्य माने यार तार्थ जोगीर वशीकार वशीकार आसीज तार्थ परमाणु ठारू नहीं तार्थ बहुत सूक्ष्म रु सूक्ष्म पदार्थ रु नहीं बहुत बड़रू बड़ महान पदार्थ पर्यंत सीए तांकर चित्त से माने चित्तरे ताहार माने रूप आसीज सी चित्त को जदि जड़े तांकर अधिकार रे चित्त रहिबो ताहले से माने ताको वशीकार ताको जो चित्त चित्त निजर वशीभूत रहिले से कौन हम एगुड़ा को से देखी दे पारे परमाणुर अंत परमाणुर अंत आ परम महत्वर अंत मो कथा बुझे परमाणु ताठू थान ताठू थान ताठू थान ताठू थान ताठू थान नहीं शेष जोटे पहुँचो तार अंत प्रकृति पाखे तार अर्थ मूल प्रकृति पाखे परम महत्व बेले ताठू बड़ ताठू बड़ ताठू बड़ ताठू बड़ आकाश इत्यादि नहीं ताठू बड़ 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 नहीं जोड़े जोड़े आप अटकी पारे से पर्यंत छोटू नहीं बड़ पर्यंत जो पदार्थ से सूक्ष्म हो कि स्थूल हो सी चाहिए चित्त से जाकि सी लगे पारे से पदार्थटा कौन से जाणी पारे पदार्थ जार चित्त उपर कंट्रोल आसी जाइए भली चित्त उपर जो अधिकार जार आसो चित्त को वशीभूत करार शक्ति आसो कहुए वशीकार से केमती हम ना चित्त परिक्रम अभ्यास कले आगे हम जोटा आम आगुरी पढ़ुले है वशीकार गला वशीकार हो वशीकार शक्ति जदि आसीगला तार चित्त को निजर चित्त को अधीन निजर अधीन रखार चित्तर अधीन से रही आम समस्ते मनर अधीन अच्छे मन जहाँ कौच आम से करुँ बुद्धि जहाँ कौच आम से करुँ किंतु आमे आमर आत्मार अनुसार आम चली पारुनु कहीं तार कंट्रोल आम अच्छु सी चित्त चित्त तार कंट्रोल रा कथा शुणव कहते वशीकार से वशीकार शक्ति आसिले वृत्ति गुड़ा क्षीण हो क्षीण वृत्ते लिखंतु 41 नंबर सूत्र क्षीण वृत्ते अभिजातस्य अभिजातस्य मणि एव देखो अभिजातस्य अभिजातस्य एव अभिजातस्य एव मणे मणि मणि ग्रहीतु ग्रहीतु माने ग्रहिता ग्रहीतु ग्रहण ग्राह्येषु 3टा जिनस ग्रहीतु अर्थ आत्मा ग्रहण अर्थ इंद्रिय माने अंतकरण ग्राह्येषु माने जो विषय को ग्रहण करा जाए अर्थ पंच तन्मात्र शब्द स्पर्श रूप रसगंध सूक्ष्म सबू को तदस्थ अंजनता सी जदि ग्रहिता आसो ग्रहितार रूप नहीं जीव ग्रहण आसिले ग्रहणर रूप भी नहीं जीव आउ ग्राह्य विषय आसिले ग्राह्य विषय भी छाप पड़ माने रूप नहीं जीव ए जाऊ कहते अंजनता अंजनता माने ताको सही भली आगे देखा जीव जे मंदार फलटा स्फटिक मणि पाखे रहिले सही भली देखा जीव जो भली देखा जीव चित्तरे मध्य जो पदार्थ सी चाहब से पदार्थटा जो प्रकार अच्छी तार क्लियर आसीज आम जापर आम गोटे वस्तु देखले मत जापर किंतु सार पूरा अविकल ता भितर कौन बाहर कौन सब जा भितर चित्त सी जानी पार ताको कहते अंजनता से अंजनता जो हम अंजनता माने सेटा जेमिति एटा सेमिति हम ताको समापत्ति कहब समापत्ति माने समाधि तार अर्थ एटा समापत्ति लिखिए समापत्ति लिखंतु क्षीण वृत्ति अभिजातस्य इव क्षीण वृत्ति अभिजातस्य इव मणि मणि लिखंतु मणेर जे मणि लिखंतु ये ग्रहीतु ग्रहण ग्राह्येषु तदस्थ तदस्थ अंजनता तदस्थ अंजनता
तदस्थ अंजनता माने तदाकार हो जाए तार भली आकार हो जाए ताकू समापति कहुए ताकू समापति कहुए ग्रहिता ग्रहण आ ग्राह्य पदार्थ जहाँ आसो तदस्थ अंजनता माने तार भली तदाकार तार भली आकार हो जाए जी मंदार फलटा गले मंदार फल भली आकार से स्फटिक मणि भी देखा जाए ठीक से भली जो पदार्थ आसो से भली हो जाए ताकू कौन तदस्थ अंजनता से जो तदाकार हवा से भली आकार हवा को समापति कहुए देखो तदस्थ अंजनता समापति ही एठी आम दुईटा जिनस कले बसीकार चित्त परिक्रमर अभ्यास करी सिद्ध हेले बसीकार हम बसीकार माने कौन कहली दुई है समापति कहले वृत्ति गुड़ाक चित्तरे क्षीण हो गले है चित्त परिक्रम अभ्यास करी जो बसीकार शक्ति आसीज वृत्ति गुड़ा क्षीण हो जाती आउ अभिजात मणि भली तार्थ स्फटिक मणि भली चित्त निर्मल हो जाए से ग्रहिता ग्रहण एवं ग्राह्य विषय जहाँ आसो तदस्थ अंजनता से भली आकार चित्तरे हो जाए चित्त से भली आकार को धारण करें ताकू समापति कहुए है यहाँ आपणकर ओडिया ट्रांसलेसन कर लिखिले तापर आसतु 42 नंबर सूत्र लिखु 42 नंबर सूत्र तत्र शब्दार्थ ज्ञान विकल्प संकीर्णा सवितर्का समापति लिखु तत्र तत्र माने सेठारे जो समापति तार आसीज समापति माने से भली जो जो वस्तु पाखु जीव स्थूल सूक्ष्म वस्तु से भली जो आकृति से धारण कर चित्त आकृति है ज्ञान हम ना तत्र तत्र माने से शब्द अर्थ ज्ञान विकल्प लिखु शब्द अर्थ ज्ञान विकल्प विकल्प ही जे आप विकल्प हिंदी में लिखि दिंतु हिंदी 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 टाइप लिखु तापर आम संस्कृत तो मुझे पठे दीची आप हिंदी में बर्तमान अनुवाद करी पठे तत्र शब्द अर्थ ज्ञान विकल्प विकल्प संकीर्णा संकीर्णा सवितर्का समापति तत्र लिखले तत्र समापति कहले जहाँ समाधि कहले ताहा किंतु जो समापति कौन पचार आप से सूत्रटा लिखिए समापति कहले जहाँ समाधि ताहा बा मन चित्तर स्थिरता भी ताहा तत्र शब्दार्थ ज्ञान विकल्प शब्द अर्थ ज्ञान विकल्प संकीर्णा संकीर्णा सवितर्का समापति संकीर्णा सवितर्का समापति लिखि दिखाँ यहाँ बुझा से जो समापति हम तार्थ आप जो मंदार फुलटा आसिक फटिक मणि पाखे रहिले आपण जो आउ गोटे मंदार फुल भली देखा तार शब्द अर्थ ज्ञान विकल्प ताहले ताकू से संकीर्ण शब्द अर्थ ज्ञान ए तीन जिनस रहा ताहले से संकीर्ण सवितर्क समापति कहुए समापति कहुए सवितर्क निर्वितर्क तर्क जिन सविकल्प समाधि निर्विकल्प समाधि अच्छी से आड़ आम जाऊँ देखो यहाँ आप बुझिया टी अड़ुआ रोथ शब्द अर्थ ज्ञान धर गोटे गाई अच्छी गाईटा हेले धर मंदार फुल कथा गाईटी न गाईटा ने गाईटा को आप देखुं गाईटा देखिले आप कौन बुझुं तार ना गाई यहाँ शब्द शब्द अर्थ गोटे नाम जो दिखाई आप गाई न देकरी आउ गोटे कौन देते आप से प्रकार डाकी था से तार शब्द मान तार नाटा शब्द अर्थ मान से गाई गाई निजे है अर्थ अर्थ मान विषय बा वस्तु विषय वस्तु तार थे गाई है अर्थ ज्ञान गाईर सिंह अच्छी तार चीर अच्छी गाईर एमती आकृति एमती तार क्षीर ये सब आपणकर तार है ज्ञान गाई विषय आप गोटे ज्ञान अच्छी आपण गाई की देखी गाईर ना शुणी आर ना अमुक से शब्द या गाई बोली कहते अर्थ बोले गाईटार आकृति केमती कौन गाईर गाईटा वास्तव में गाईटा है आपणकर अर्थ ज्ञान अर्थ गाई विषय ज्ञान गाई क्षीर दिए से क्षीर भल अमुक समुक तार अमुक सब अच्छी सबुक अच्छी है आप गाईटा को देखुं आप तीन टा जिन शब्द अलग आप गाई न देकर अन्य कौन देते भी होता कि हो ना सी अलग जिनस किंतु जी से गाई बोली जानी धरतु गोटे नुआ पशुटी आसो नुआ पशुटा को कौ देश गोटे पशु अच्छे आम ये देखने आम देखिले कौन कह से देशर लोक ताकू मानकर किट्टू बोली डाकुची आम तार ना किट्टू बोली जानी ना आम देखिले से गोटे पशु भाई आम देखिले
ତା ନାଁଟା ଜାଣିନାହାନ୍ତି, ନାଁଟା ମାଇନସ୍ ହେଇଗଲା, କିନ୍ତୁ ଦେଖିଲେ ତାକୁ ଅର୍ଥ ତାକୁ ଦେଖିଲେ, ଅର୍ଥ ସେ ପଶୁଟାକୁ ଆମେ ଦେଖିଲେ, କିନ୍ତୁ ପଶୁର ନାଁ ଆମେ ଜାଣିନାହାନ୍ତି, ଶବ୍ଦ ଜାଣିନାହାନ୍ତି। ପଶୁ ବିଷୟରେ ଜ୍ଞାନ ବି ନାହିଁ ଆମର, ସେ ପଶୁ କ'ଣ କରୁଛି କ'ଣ ତାର ଜ୍ଞାନ ବି ନାହିଁ। ଆମେ ଏଇଟା କ'ଣ ଦେଖିଲେ, ଆମେ ଏଇଟା କ'ଣ ଦେଖୁଛନ୍ତି, ଖାଲି ଅର୍ଥକୁ ଦେଖୁଛନ୍ତି, ଆଉ ଜ୍ଞାନ ବି ଜାଣିପାରିନାହାନ୍ତି, ଆଉ ଆପଣଙ୍କର ତାର ଶବ୍ଦ ବି ଜାଣିନାହାନ୍ତି। ଏମିତି ବି ରହୁଛି। ହେଲେ ଆମେ ଯେତେବେଳେ ଜାଣିଲେ ଗାଈଟାର ନାଁ ଜାଣିଛନ୍ତି, ତାର ଗାଈଟାକୁ ଆମେ ଦେଖିଛନ୍ତି ଅର୍ଥ, ଆଉ ଗାଈର ଜ୍ଞାନ ବି ଅଛି ଗାଈ ବିଷୟରେ ଆମର, ଏ ତିନିଟା ମିଶିକିରି ଆମେ ଯେତେବେଳେ ଗାଈଟାକୁ ଦେଖୁଛୁ କ'ଣ କରୁଛୁ, ଆମ ତିନିଟା ଜାଗାରେ ଜ୍ଞାନ ହେଉଛି, ତାର ଶବ୍ଦଟା ବି ଏଇଟା ଗାଈ, ଆଉ ଇଏ ହେଇଠି ତା ଆକୃତି ଏମିତି, ତାର କାମ ଅମୁକ ତିନିଟା ଜାଗା ଆମର ଏକାକାଳୀନ ଆସୁଛି ଚିତ୍ତରେ। ତେଣୁ ତିନିଟା ଜାଗା ଆସିବା ଦ୍ୱାରା ଆମ ଚିତ୍ତରେ କ'ଣ ହେଉଛି, ଖାଲି ସିଙ୍ଗଲ ଗାଈ ଆସୁନି, ଗାଈଟା ଆସିକିରି ତାର ନାଁଟା ପାଶୁରି ଯିବା କି ଜ୍ଞାନଟା ପାଶୁରି ଯିବା ନାହିଁ। ତିନିଟା ଜାଗା ମିଶିକିରି ଆସିଲେ ତାକୁ କ'ଣ ସଂକୀର୍ଣ୍ଣ, ମାନେ ମିଶ୍ରିତ, ମିଶିଯାଇଛି ସବୁ, ସଂକୀର୍ଣ୍ଣ ହେଇଯାଇଛି। ଆପଣ ଚିତ୍ରଟା ଏମିତି ନିର୍ମଳ ହେବ, ଖାଲି ଗାଈ ବିଷୟରେ ଗାଈଟା ଏକା ରହିବ, ଆଉ କିଛି ସବୁ ଜାଗା ଉଡ଼ିଯିବ ଆପଣଙ୍କର, ଆଉ ଖାଲି ଗାଈ ବିଷୟରେ, ଗାଈର ଭିତରେ ପଶିକିରି ଗାଈରେ କ'ଣ ଅଛି ଆପଣ ଜାଣି ଦେଇପାରିବେ। ଏସବୁ ଯେଉଁ ବାହାରେ ଅଛି ସବୁ ଉଡ଼ିଯିବ। ସେଇଟା ଯେତେବେଳେ ଉଡ଼ିଯିବ ତାକୁ ନିର୍ବିତର୍କ ସମାପତି କୁହାହେବ। ଯେଉଁ ପର୍ଯ୍ୟନ୍ତ ଆପଣ ଜାଣିବେ ଏଇଟା ଗାଈ, ଆର ନାଁ ଗାଈ, ଆର ଏମିତି ଆକୃତି, ଆର ଏମିତି କାମ, ଏ ସବୁ ଯାକ ମିଶିକିରି ଆପଣ ମନରେ ଆସୁଛି। ମୋତେ ଆପଣ ଦେଖୁଛନ୍ତି ଇଏ ପ୍ରଭୁଦାସ, ଆଙ୍କର ଆକୃତି ଏମିତି, ଆଙ୍କର ଅମୁକ ସବୁ ଜାଗା ମୋର ପ୍ରଭୁଦାସ କହୁ ଆପଣ ସବୁ ଜାଗା ଆସୁଛି, ମୋ ନାଁଟା ଆସୁଛି, ମୋର ଆକୃତିଟା ଆସୁଛି, ମୋର ବିଷୟରେ ଯାହା ଜାଣିଛନ୍ତି ସେ ଶବ୍ଦ ଅର୍ଥ ଜ୍ଞାନ ତିନିଟା ମିଶିକିରି ଆସୁଛି। ତା ପାଖରେ ଏମିତି ପାୱାର ଆସିଯିବ, ତା ପାଖରେ ପାୱାର ଏମିତି ଆସିଛି, ସେଇଟାକୁ କୁହନ୍ତି ସବିତର୍କ ସମାପତ୍ତି। ତା ଅର୍ଥ ଶବ୍ଦ ଅର୍ଥ ଆଉ ଜ୍ଞାନ ଏ ତିନିଟା ଯଦି ମିଶିକିରି ଆସିବେ, ବିକଳ୍ପ, ଏଇ ବିକଳ୍ପ ଆମର ମନରେ କଳ୍ପନା ହେବ। ସେଇଟା ଆମେ ଗୋଟେ ଯେତେବେଳେ ଗାଈଟିକି ଦେଖୁଛୁ, ଗୋଟେ ବହିଟିକି ଦେଖୁଛୁ, କି ଗୋଟେ ସ୍ତ୍ରୀ ଲୋକକୁ ଦେଖୁଛୁ, କି ଗୋଟେ ପାହାଡ଼କୁ ଦେଖୁଛୁ, ଆମର ଏସବୁ ଯାକ କ'ଣ ହେଉଛି, କଳ୍ପନା ହେଇକିରି ଆସିକିରି ଆମର ଜ୍ଞାନ ହେଉଛି, ଶବ୍ଦ ହେଉଛି, ତାର ଶବ୍ଦ ରହୁଛି, ଆମେ ଯାହା ଦେଖୁଛୁ ସେ ଶବ୍ଦ ରହୁଛି, ଅର୍ଥ ରହୁଛି, ଜ୍ଞାନ ରହୁଛି, ଆଉ ଅଲଗା ଅଲଗା ଆମେ ଦେଖୁନେ, ଯାହା ତିନିଟା ମିଶିକିରି ଆମର ହେଇଯାଉଛି। କିନ୍ତୁ ସେ ଯୋଗୀର ପାୱାର ଏମିତି ଆସିବ, ସେ ଅଲଗା ଅଲଗା ବି ଦେଖିପାରିବ, ତାର ସେ ନାଁ ଫାଁ ରହିବନି, ତାପରେ ତାର ଏଇଟା ସେ କହୁଛି, ଏଇଗୁଡ଼ା ଯଦି ମିଶିକି ରହିଲା ତାକୁ ସବିତର୍କ ସମାପତି କୁହାଯିବ। ଆପଣ ପଚାରିବେ ସବିତର୍କ ସମାପତି କ'ଣ, କହିବେ ଶବ୍ଦ ଅର୍ଥ ଜ୍ଞାନର ବିକଳ୍ପ ଯଦି ମିଶିକିରି ସଂକୀର୍ଣ୍ଣ ଯଦି ହେଇଯାଏ, ତାର ଏତେଗୁଡ଼ା ମିଶିଗଲା, ତା ଅର୍ଥ ମିଶିକିରି ତାକୁ କୁହା ସବିତର୍କ ସମାପତି। ଆଉ ଏଇ ଯଦି ଶବ୍ଦ ଅର୍ଥ ଜ୍ଞାନ ବିକଳ୍ପ ନଥାଇକିରି ଯେଉଁଟା ଯେଉଁ ଜ୍ଞାନ ହେବ, ଖାଲି ଗାଈ ବିଷୟରେ ଜ୍ଞାନ ହେବ ଆପଣଙ୍କର, ତାହିଁରେ ଶବ୍ଦ ନଥିବ, ଅର୍ଥ ନଥିବ, କି ତାର ଜ୍ଞାନ ନଥିବ। ଯେଉଁ ପ୍ରକାର ବାସ୍ତବରେ ଯେଉଁ ଗାଈ, ମୁଁ ଆପଣଙ୍କୁ ଦେଖୁଛି, ଆପଣଙ୍କୁ ଦେଖିକିରି ଆପଣ ଫିଗରଟାକୁ ଦେଖୁଛି, ଆପଣଙ୍କର ଏମିତି ଲାଲ ସାର୍ଟ ପିନ୍ଧିଛନ୍ତି, ନହେଲେ ଅମୁକ କରିଛନ୍ତି ସମୁକ କରିଛନ୍ତି, ଆପଣ ଜ୍ଞାନ, ତା ବାହାରେ ଆପଣଙ୍କର ଜ୍ଞାନ ଅଲଗା, ଆପଣ ଅଲଗା ପ୍ରକାର। ଗାଈକି ଆମେ ଯେଉଁ ପ୍ରକାର ଦେଖୁଛୁ ତାଠୁ ମଧ୍ୟ ଗାଈ ଅଲଗା। ଗାଈର ଆତ୍ମାଟାକୁ ଆପଣ ଦେଖୁଛନ୍ତି କି ନା ମୋର ଆତ୍ମାଟାକୁ ଦେଖୁଛନ୍ତି? ତା ଭିତରେ ପଶିକିରି ଗାଈ ପ୍ରକୃତରେ କ'ଣ ସେ ଦେଖିବ, ଏସବୁକୁ ଛାଡ଼ି ଦେଇକିରି, ଆଉ କୌଣସି ତା ପାଖରେ ଏସବୁ ମାନେ ବିକଳ୍ପ ମଧ୍ୟ ରହିବନି। ସେ ପ୍ରକୃତରେ ଗାଈ ଭିତରେ ସେ ପଶିଯିବ, ପୁରା ତା ସମାଧିସ୍ଥ ହେଲା ବେଳେ ଏ ବିକଳ୍ପ ଯଦି ନ ରହିବ ତାକୁ ନିର୍ବିତର୍କ ସମାପତି ବୋଲି କୁହାହେବ। ସେଇଟା ମୁଁ କହିଲା ବେଳକୁ ଆପଣ ଆଶ୍ଚର୍ଯ୍ୟ ଲାଗୁଥିବ, ଆଜ୍ଞା କେମିତି ମୋତେ ଆପଣ ଦେଖୁଛନ୍ତି, ମୋର ଫିଗରଟାକୁ ଦେଖୁଛନ୍ତି, ମୋର ଦେହଟାକୁ ଦେଖୁଛନ୍ତି, ଏସବୁ ଅନିତ୍ୟ ବିଷୟକୁ ଆମେ ଦେଖୁଛୁ। ସିଏ ଏମିତି ପଶିଯିବ, ଶବ୍ଦ ଅର୍ଥ ଜ୍ଞାନକୁ ଭେଦ କରିକିରି ଏସବୁ କିଛି ରହିବନି, ତା ଭିତରେ ଏମିତି ପଶିଯିବ, ତାକୁ ପ୍ରକୃତରେ ଦେଖିବ, ଏସବୁ ଯା ଉଡ଼ିଯିବ। ସେଇଟା ଯାହା କିଛି ରହିବନି, ସେଇଟାକୁ ଆମେ ନିର୍ବିତର୍କ ସମାପତି। ତାହିଁରେ ଆଉ କିଛି କହିବାର, ତର୍କ କରିବାର, ତର୍କ ମାନେ ଭାଷଣ ଦେବାର କିଛି ନଥିବ, ସେ ଖାଲି ବୁଡ଼ିଯିବ, ତାକୁ ଦେଖୁଥିବ, ତା ଅର୍ଥ ସେଇଟା ଅସଲ ଜିନିଷରେ ସେ ଆସିବ, ତା ନିର୍ବିତର୍କ ସମାପତି ହେଲା। ସ୍ମୃତି ପରିଶୁଦ୍ଧ, ଆଉ ଏଇଟା ହେଲା କ'ଣ, ଏଇଟା 42 ନମ୍ବର ସୂତ୍ର। କ'ଣ ଲେଖିଲେ, ତତ୍ର ଶବ୍ଦ ଅର୍ଥ ଜ୍ଞାନ ବିକଳ୍ପ, 42 ନମ୍ବର ସୂତ୍ର ଲେଖିନାହାନ୍ତି ବୋଲେ ଲେଖନ୍ତୁ। ତତ୍ର ଶବ୍ଦ ଅର୍ଥ ଜ୍ଞାନ ବିକଳ୍ପ, ତତ୍ର ଶବ୍ଦ ଅର୍ଥ ଜ୍ଞାନ ବିକଳ୍ପ ସଂକୀର୍ଣ୍ଣ, ଏଇଟା ସଂକୀର୍ଣ୍ଣ ହେଇଗଲା। କାହିଁକି ସବୁ ସେ କ୍ଲିୟର ଆହୁରି ନଲେଜ ଆସିନି, ତିନିଟା ମିଶେଇକି ତାର ଆସୁଛି ନଲେଜ, ଏ ତିନିଟା ମିଶେଇକିରି ଆସୁଛି, ଆହୁରି ସେ କ୍ଲିୟର ଖାଣ୍ଟି ନଲେଜ ଆହୁରି ଆସିନି। ସବିତର୍କା ସମାପତି, ଯଦି ଶବ୍ଦ ଅର୍ଥ ଜ୍ଞାନ ବିକଳ୍ପ ମିଶ୍ରିତ ରୂପେ ରହିବ ତାହେଲେ ତାକୁ ସବିତର୍କ ସମାପତି କୁହାଯିବ।
स्मृति परिशुद्ध हो जदि स्मृति मेमोरी परिशुद्ध हो निर्मल हो चित्त पूरा निर्मल हो स्मृति परिशुद्ध हो स्मृति परिशुद्ध हो स्वरूप शून्य इव अर्थमात्र निर्भाषा निर्वितर्का स्मृतिटा परिशुद्ध हो आमर बर्तमान स्मृति परिशुद्ध ना तेणु शब्द अर्थ ज्ञान तीन टा मिसेक आम नॉलेज हो कौन सी गोटे विषय नॉलेज हो पारनी कि ता भितर कौन असल जिनस अच्छी से भितर भी हो पारनी स्मृति परिशुद्ध हो गले स्वरूप शून्य इव आप निजक भूलीजे मु आपन को ध्यान करुच्ची मो कथा स्वरूप शून्य बोले आपणकर निजर भाव विहल हो देखो स्वरूप शून्य इव माने आप खाली वस्तुरा रहा रही आपड़ जो गोटे वस्तु को देखुं ताले वस्तुर ज्ञान रोचे आपणकर ज्ञान रोचे मु गोटे वस्तु को ध्यान करुच्ची मु गोटे माने पहाड़ को ध्यान करुच्ची हेले सेटे कौन रहा आपणकर रहा जे मु अच्छी आ पहाड़ अच्छी आउ किछि आपणकर मन में ना आपण समाधि स्तर को इमती पढ़ेबे आपणकर ज्ञान रहाड़ ज्ञान रही आउ अन्य अन्य दूसरा लोक आउ तीसरा लोक से आईबनी तथापि दैत्य अच्छी आपण अच्छा पहाड़ अच्छी किंतु आपण इमिदी पहाड़ रे तन्मय होइजिवे सागर देखिक तन्मय होइजिवे बा इमिदी गोटे विषय देखि तन्मय होइजिवे आपणकर ज्ञान मध्य रहिबनी आपण देखिथिबे आपण जन को बेसी भल पाउछन अति भल पाउछन आपणकर से प्रेमिक हो पारे पिला हो पारे बहुत दिन छाड़ी आपन अच्छी आपण अति भल पाउछन से लोक हठात आपण भाव पळैला आपण गोड़ तले पड़ोनी आपणकर ज्ञान रहिबनी आपण 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 कोडे चलुचंदी कोडे झुंटुचंदी कौन अच्छी जानि परिबेनी आपण निजु भूली जाई ताकू आका खाली भाबिबे सेटा प्रेम अवस्था सेमती हुए जदि आपण आपण टिके मो कथा को भाबंतु ताकू कहब समाधि आपण निजु भूली जिवे आपण माने पागल है एबे देखंतु मु आपण एग्जांपल देबी गोटे गोटे आगो काल रे मु गोटे कहानी आपण छोटिया गोटे कहूँ एग्जांपल दूची जे एते फोन फान एमती चिठी पत्र ए सब सुविधा नथिला जो दूर देश को काम करने गोटे स्वामी जाइछंती से स्त्री गोटे पतिव्रता नारी सी तार स्वामीर अपेक्षार अच्छी सी बहुत दिन पर्यटन सेपटे कम करुले आ कि सुविधा संवाद इत्यादि किसी नाला किए आसिले हाथ में खाली खबर दवा कथा हेले से स्त्री से स्वामी की बहुत भल पाँच तार स्वामी तार प्रेमिक को बहुत भल पाँच भल पाइले सी शुणिला जे से माने आसुचंती केते लोक तांकर एरिया सी से आसुचंती सी कौन तांकु पाछटी आनियापाई ए स्त्री लोक बहुत दिन स्वामी विरह अच्छी ये गोटे पतिव्रता नारी ता स्वामी की अत्यंत भल पाए ये कौन कला निकट रास्ता देखिकी मेन रोड रे न जाइकी से निकट रास्ता जोटा पाख हम बिलमाल धरिकी धाइला से तार स्वामी की धरिकी आसो बोली बड़ खुशी रे गला गला बेले गोटे गोटे जड़े जो माने जड़े ध्यान करुचंती रास्ता गोटे गछ मूले सी से ध्यान करुचंती आउ सी ध्यान करिक स्थिर होकर बसचंती हेले ये कौन कला पाख रास्ता बोली से कहीं गला झुंटी देला मुझे गोटे एग्जांपल देले आप समाधि को बुझीजे हेले झुंटी देला झुंटी देले यार आउ किसी होश ना माने ये खाली तार स्वामीर भावना रे ये खाली माने कुआड़ जाऊँगी कौन जाऊँगी माने निकट रास्ता से पड़ेगा से कहीं गला सी एकांत जगह है मतलब से गोटे गछ मूले बसिक ध्यान करुले झुंटी देला झुंटी देकर सी गला ये जी जहाँ को झुटिला से साधक से रागी गले जे मुझे आसिक ध्यान करुच्ची ये गोटे आसिक मत झुंटी गला गोटे एत उदंड माइकिना आर 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 पाइटी मुझे देखी एपटे जो आसू आसला पाइटी पलैला सी डाकिले मत से रागी गले हेले सी धाई 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 चली सेपटे हेले ये रागिकी सब अच्छा आसिले एपटे आसिले देखा बोली ये आसी सी गला सेठी केते दूर गला पर तार जो स्वामी जोटी आसिया से जगह पहुँचला किंतु शुणिला कौन से कारणवश तार स्वामी आसी ना अन्य मैंने आसते स्वामी आसीनी आसी ना हेले से सी मन दुखरे सी से रास्ता देकर आसला आसला बेले सी से रास्ता देकर आसला आसला बेले ये मु कथा को लंबा करूनी कहीं आपन को तार एसेंस शुणे दूसरी सी कौन है देखिक दूर आगा रागिकी हाँ या कहीं आसिलु 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 तू गला कौन मत झुंटी गलु मुझे भगवान ध्यान करी एमती कले एने मो कथा लंबा करनी आप बुझी जातु सी रागिकी कौन कौन कहले सी कहले सी कहले महाशय आ मोर भूल होगा मु तो जानी मु तो जापारे मो कहीं जानी आपको केत झुंटिली कौन कले कि जापारे आउ
जदि झुंटी बेले कौन ना जदि कौन कहूँ तो मत झुंटी गलु अमक समय एमती सब तांकर ये है सी सी देखो सांसारिक स्त्री लोक तार से आध्यात्मिक ज्ञान सेमती किसी ना सी गोटे कौन कहला ना आज्ञा देखु मोर स्वामी जड़े मुझे सांसारिक लोक मूर्ख लोक मो स्वामी मत एत भल लगुले जे मो स्वामी व्यतीत मुझे कि भाभी पारनी दुनिया किए अच्छी कौट अच्छी कौन अच्छी कि मत जना पड़नी मत आपन झुंटियार मोर ये ना माने किसी ये ना किंतु आपण भगवान को ध्यान करी मत कि झुंटियार कि जापारे मो कथाटा खाली आप बुझुन मुझे झुंटिली किंतु आप तो भगवान ध्यान थे मो स्वामी ध्यान थी मुझे को जापारे झुंटी देली जे मोर ये मन ना किंतु आपण भगवान को भली ये ध्यान अच्छी आपड़ के मो झुंटियार आपड़ के जापारे मो कह कथा आप कथा मोर बुझीपे तार कहबार कथा है सी प्रेम जन जब पागल हो निजर होश भी हर दब निजर निजे थबार भी जना पड़ोनी से भाई अवस्था गोटे जोगी आसो जिते बड़े सी आत्मा को देख कि भगवान को देख से निजर निजर स्वरूप मु अच्छी मु ध्यान करुच्चे जहाँ कि रही एक आगे रही स्वामी पुरुष स्वामी स्त्री जो एक हे चरम सुख अवस्था एक आगे रही दुई रही से स्वामी मो स्त्री ये भावना रही चरम सुखर अवस्था पहुँचे से सी एकाकार हो से आपणकर एकता ही दैत्य भाव रहे ठीक से भाई ए समाधि कथा मोर मुझे गोटे निम्न धरणर एग्जांपल देकर बुझा बाध्य हली जदि आप गोटे पिलाटी भल पाँच आपण पुओ हो झी हो ना प्रेमिक हो प्रेमिका हो ना पैसा हो एनी जिन भल पाँच बेसी भल पाँच बेले बेले बाउली हो आप निजक ही भूलीजे किए अच्छी कौन दुनिया आप जापारे आपण पछपटे रही गुड़ा जन शुणुवे आप जानवे से शुणुंट कौन कर जापारे यही अवस्था भी सांसारिक लोकर भी हुए तेणु सी कहते जिते बड़े गोटे गाई अच्छी गाईर शब्द गाई ता ना गाई तार अर्थ एमती गाईटा तार ये सबुज रहा सी एमती हो से पूरा गाई भितर पशेनी से सवितर्क मान तार वितर्क विचार रोचे भितर कल्पना आहरी रोचे सेटा सवितर्क समाधि खाली से गाईटा उपर समाधि कहीं कहला से गाई व्यतीत आ किसी से भावनी किंतु से जो तार भावना रे गाईर शब्द अच्छी अर्थ अच्छी ज्ञान अच्छी गाईर शब्द अर्थ ना और गाय अर्थ है गाईटा आउ ज्ञान है ता विषय जो नॉलेज ये तीन जा मिसिक अच्छी आपको कहते सवितर्क यहाँ संकीर्ण आउ सवितर्क समाधि जिते सी एमती ये हो तार स्मृति परिशुद्ध हो खाली से स्मृतिटा तार चित्तटा परिशुद्ध हो स्वरूप शून्य हो स्वरूप माने निज स्व माने निजर रूप को मध्य से हरेद जी ध्यान करुच्ची जोगी से निजर स्वरूप शून्य माने निजर स्व माने निजर रूप को मध्य शून्य भली हो माने नथिला भली हो से निजे नथिला भली स्वरूप शून्य तार आउ नॉलेज रही अर्थ मात्र निर्भर खाली से गाईटा आगा रही से गाई विषय ओरिजिनल तार ज्ञान आसो कि आपणकर से फोटो विषय कि गछ विषय जो विषय से ध्यान करूटा आगा सी मध्य निजर नॉलेज तार होश रहा अर्थ मात्र निर्भास अर्थ माने विषयटा आगा से स्थूल हो कि सूक्ष्म हो से निर्भास माने देखा अर्थ मात्र केवल अर्थ ओनली सब्जेक्ट निर्भास माने देखा जल जल देखा वास्तव सी कौन आम जहाँ देखुचु ताठ अलग वास्तव सी कौन देखा ताकू कहते निर्वितर्क समाधि से चुप हो सब खाली अनुभव कर देखु आउ कि तारी से कहबार किसी ना से खाली अनुभव कर निर्वितर्क समाधि कहुए निर्वितर्क समापत्ति ये समापत्ति समाधि गोटे अर्थ बुझाए आई भी जोगर अर्थ बुझाए मनर स्थिरता तेना ह्वाट इज निर्वितर्क और ह्वाट इज सवितर्क आप जाने प्रथम वशीकार जो आसला वशीकार है कौन चित्त परिक्रम अभ्यास कले चित्तर निर्मलता एत बढ़ीज जे परमाणु ठारू नहीं परम महत्व पर्यंत जो जगार चाहिए चित्त को सी लगे दी पार चित्त स्थिर हो जापर से चित्तर प्रति तार जो नियंत्रण शक्ति आसीज चित्त ता अधीन चित्तर अधीन से रही कहते वशीकार कहते वशीकार से चित्त परिक्रम अभ्यास कले वशीकार शक्ति आसो से वशीकार शक्ति जदि सी आहरी टप है तार समापत्ति आसो समापत्ति अर्थ से वशीकार जदि शक्ति आसीगला चित्त तार कंट्रोल रहा ताहले कौन हम तो सेटारे कौन हम ना आपणकर क्षीण वृत्ति तार चित्त वृत्ति गुड़ा क्षीण वृत्ति हो अभिजात मणि माने स्फटिक मणि भली निर्मल मणि भली सी तार चित्त हो ग्रहिता माने जे ग्रहण करुच्ची आउ ग्रहण जहाँ द्वारा ग्रहण कराउची जो इंद्रिय मानू तार था आत्मा ग्रहिता माने आत्मा आमे निजे
ଆଉ ଗ୍ରହଣ ମାନେ ଆମେ ଯାହା ଦ୍ୱାରା ଗ୍ରହଣ କରୁଛୁ ଆମର ମନ ବୁଦ୍ଧି ଅହଙ୍କାର ଇନ୍ଦ୍ରିୟ ଏମାନ ଅନ୍ତଃକରଣ ଦ୍ୱାରା ବସ୍ତୁଟାକୁ ଗ୍ରହଣ କରୁଛୁ ହେଲା। ଆଉ ଯେଉଁଟାକୁ ଗ୍ରହଣ କରୁଛୁ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଯେଉଁଟାକୁ ଆମେ ଗ୍ରହଣ କରୁଛୁ ସେ ସବୁକୁ ସିଏ ଗ୍ରହିତା ବିଷୟରେ ଯଦି ଧ୍ୟାନ କରିବ ଗ୍ରହିତାକୁ ଦେଖିବ, ଗ୍ରହଣ ବିଷୟରେ ଯଦି ଧ୍ୟାନ କରିବ ମନ ବୁଦ୍ଧି ଅହଙ୍କାର ଏସବୁ ସୂକ୍ଷ୍ମ ଜିନିଷ ଗୁଡ଼ାକ ବି ଦେଖିଦେଇପାରିବ। ଆଉ ଯଦି ଗ୍ରାହ୍ୟ ବିଷୟକୁ ଚାହିଁବ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧର ସୂକ୍ଷ୍ମ ଜିନିଷ ଗୁଡ଼ାକ ପଞ୍ଚ ତନ୍ମାତ୍ରକୁ ଦେଖାଯିବ, ସେ ଯାକ ବହୁତ ସୂକ୍ଷ୍ମ ଖାଲି ଆଖିରେ ଦେଖାଯିବନି, ଯୋଗ ବଳରେ ଦେଖାଯିବ। ସେ ଯେଉଁଟାକୁ ଚାହିଁବ ଯେମିତି ମନ୍ଦାର ଫୁଲ ନେଲେ ସ୍ଫଟିକ ମଣିରେ କ୍ଲେରେ ପଡ଼େ, ତାର ଚିତ୍ତରେ ମଧ୍ୟ ଏଗୁଡ଼ାକ ମଧ୍ୟ ଗ୍ରହିତା ଗ୍ରହଣ ଗ୍ରାହ୍ୟର ଆସିକିରି ପୁରା ତଦାକାର ହେଇଯିବ, ମାନେ ତଦସ୍ଥ ଅଞ୍ଜନତା। ତଦସ୍ଥ ମାନେ ସେଇଭଳି ଯୋ ଗ୍ରହିତା ଆସିଲେ ଗ୍ରହିତା ଭଳି, ଗ୍ରହଣ ଆସିଲେ ଗ୍ରହଣ ଭଳି, ଗ୍ରାହ୍ୟ ବିଷୟ ଆସିଲେ ଗ୍ରାହ୍ୟ ବିଷୟ ଭଳି ତଦାକାର ତଦ୍ରୂପ ସେ ଚିତ୍ତ ହେଇଯିବ, ଚିତ୍ତରେ ସେଇଟା ପଡ଼ିବ। ସେ ସମାପତି କୁହାଯାଏ। ସମାପତି କ'ଣ? ଆଉ ବଶୀକାର କ'ଣ? ବଶୀକାର ମାନେ ଚିତ୍ତକୁ ନିଜ କଣ୍ଟ୍ରୋଲରେ ଯେଉଁ ହେଇଯିବା ସେଇଟା ହେଲା ବଶୀକାର। ଆଉ ସମାପତି ହେଲା ପଦାର୍ଥ ଆସିକିରି ଚିତ୍ତରେ ପୁରା ପ୍ରିଣ୍ଟ ହେଇଯିବା, ପୁରା ଯେମିତି ଅଛି ସେମିତି ପୁରା ଦେଖାଯିବା, ସେଇଟା ହେଲା ସମାପତି। ଆଉ ସବିତର୍କ ସମାପତି ହେଲା ଶବ୍ଦ ଅର୍ଥ ଜ୍ଞାନ ଏ ତିନିଟା ବିଷୟର ନଲେଜ ଥାଇକିରି ଯେଉଁ ଜ୍ଞାନ ହେବ, ଯେଉଁ ଆସିବ ସେଇଟା ତିନିଟା ଯାକ ବିଷୟ ସେ ଚିତ୍ତରେ ଯେଉଁ ରେକର୍ଡ଼ିଂ ହେବ ଜାଣିବ, ସେଇଟା ହେଲା ସବିତର୍କ ସମାପତି। ଆଉ ନିର୍ବିତର୍କ ହେଲା ସ୍ମୃତି ପରିଶୁଦ୍ଧ ହେଲେ ସ୍ୱରୂପ ଶୂନ୍ୟ, ନିଜକୁ ମଧ୍ୟ ଭୁଲି ଯାଇକିରି ସେ ଖାଲି ଅର୍ଥ ମାତ୍ର ଦେଖାଯିବ, କେବଳ ଯେଉଁ ବସ୍ତୁକୁ ଚାହୁଁଛି ସେ ବସ୍ତୁଟା କେବଳ ରହିବ, ସେଟାକୁ କୁହାଯିବ ନିର୍ବିତର୍କ ସମାପତି ବା ନିର୍ବିତର୍କ ସମାଧି ହେଲା। ମୁଁ ଆଉ ବେଶୀ ସମୟ ସେ ଦିଗରେ ନେଉନି, ଯେଉଁ ସମୟ ଯଦି ହଉ ଆଉ 5-7 ମିନିଟ୍ କହିକି ମୁଁ କାର୍ଯ୍ୟ ମୋ ସାଙ୍ଗ କରିବି। ଏ ତ ଆପଣ ତାପରେ 84 ସୂତ୍ର 84 ସୂତ୍ର ଏତ ଏବ ସବିଚାରା ନିର୍ବିଚାରା ଚ ସୂକ୍ଷ୍ମ ବିଷୟା ବ୍ୟାଖ୍ୟାତା। ଏଇଟା ସ୍ଥୂଳ ଅଛି ଆଉ ସୂକ୍ଷ୍ମ ଅଛି, ଦୁଇଟା ଜିନିଷ ଅଛି, ସ୍ଥୂଳ ବିଷୟ ଆଉ ସୂକ୍ଷ୍ମ ବିଷୟ। ଏଇ ଯେଉଁ ସବିତର୍କ ନିର୍ବିତର୍କ ହେଲା ଆପଣଙ୍କର ଆଇରେ ସ୍ଥୂଳ ବିଷୟରେ ବି ସବିତର୍କ ହେଇପାରିବ, ସ୍ଥୂଳ ବିଷୟରେ ମଧ୍ୟ ନିର୍ବିତର୍କ ହେଇପାରିବ। ଧର ଗୋଟେ ମଣିଷଟାକୁ ଦେଖିଲା ଜଣେ ଧ୍ୟାନ କରିବ, ମୁଁ ଆପଣଙ୍କୁ ଧ୍ୟାନ କରିବି, ଆପଣଙ୍କର ଶବ୍ଦ ଅର୍ଥ ଜ୍ଞାନ, ଆପଣଙ୍କ ନାଁଟା, ଆପଣଙ୍କର ରୂପଟା, ଆପଣ ନିଜେ ଆଉ ଆପଣଙ୍କ ଭିତରେ ଜ୍ଞାନ ଯେଉଁ ଆସିଲା, ଏଇଟା ହେଲା ସବିତର୍କ ସମାପତି ସ୍ଥୂଳ ବିଷୟରେ। ଯଦି ଆପଣଙ୍କର ଏସବୁ କିଛି ନ ରହିକି ଖାଲି ଆପଣ ରହିବେ, ମୋର ମଧ୍ୟ ହୋସ ହରିବେ, ଖାଲି ଆପଣ ହିଁ ମୁଁ ଦେଖିବି, ଆପଣଙ୍କୁ ମୁଁ ଦେଖିବି, ଆଉ ମୋତେ ନିଜକୁ ମଧ୍ୟ ମୋର ହୋସ ରହିବନି। ଯେମିତି ଆମେ ଗୋଟେ ପିଲାକୁ କି ଗୋଟେ ସ୍ତ୍ରୀ କି ନହେଲେ ପଇସା ପତ୍ର ନହେଲେ ଯାହାକୁ ଭଲ ପାଉଛୁ ସେଇଟା ମିଳିଗଲା ପରେ ଆମେ ନିଜକୁ ବି ଭୁଲି ଯାଉଛୁ, ସେଇଟା ହେଲା ଆପଣ ନିର୍ବିତର୍କରେ ଯିବ। ସେମିତି ଭଗବାନଙ୍କୁ ପାଇଲା ପରେ, ଆତ୍ମାକୁ ପାଇଲା ପରେ ସେସବୁ ଆସିଲା। ଆଉ ସୂକ୍ଷ୍ମ ବିଷୟ କ'ଣ? ଏଯାକ ସ୍ଥୂଳ ବିଷୟ। ସୂକ୍ଷ୍ମ ବିଷୟରେ ମଧ୍ୟ ସେମିତି, ସୂକ୍ଷ୍ମ ବିଷୟରେ ମଧ୍ୟ ଧରନ୍ତୁ ଆପଣ ମନ କି ବୁଦ୍ଧି ବହୁତ ସୂକ୍ଷ୍ମ ବିଷୟ। ସୂକ୍ଷ୍ମ ବିଷୟରେ ମଧ୍ୟ ଯଦି ଶବ୍ଦ, ତାର ନାଁଟା ଅମୁକ, ଶବ୍ଦ ଅର୍ଥ ଜ୍ଞାନ ଯଦି ରହିବ, ସେଇଟା ହେଲା ଆପଣଙ୍କର ସବିତର୍କ ସମାପତି ହେବ ସୂକ୍ଷ୍ମ ବିଷୟରେ। ଆଉ ସୂକ୍ଷ୍ମ ବିଷୟରେ ଯଦି ମଧ୍ୟ ସୂକ୍ଷ୍ମ ବିଷୟରେ ପଶିକିରି ଆପଣ ଯଦି ସେ ସୂକ୍ଷ୍ମ ବିଷୟ ଏକା ରହିବ, ଆପଣ ନିଜକୁ ଭୁଲିଯିବେ, ତାହେଲେ ସେଇଟା ମଧ୍ୟ ଆପଣଙ୍କର ସୂକ୍ଷ୍ମ ବିଷୟର ନିର୍ବିତର୍କ ସମାପତି হয়। ସୂକ୍ଷ୍ମ ବିଷୟରେ ହେଇପାରିବ, ସ୍ଥୂଳ ବିଷୟରେ ହେଇପାରିବ, ସେ କହିବାର କଥା ହେଲା। ତାପରେ ଆପଣ ସୂକ୍ଷ୍ମ ବିଷୟକୁ ଯଦି ଜଣେ ପଶିବ, ସୂକ୍ଷ୍ମ ବିଷୟ କେଉଁଠି ସରିଛି? ସୂକ୍ଷ୍ମ ବିଷୟ ଆଉ ସ୍ଥୂଳ ବିଷୟ। ସ୍ଥୂଳ ବିଷୟ ମାନେ ଏଇ ଯେଉଁ ପଞ୍ଚ ମହାଭୂତ ହେଲା ସ୍ଥୂଳ ବିଷୟ, ଯାହାର ଆକୃତି ଅଛି ଆମେ ସ୍ଥୂଳ ଆକାରରେ ଦେଖିପାରୁଛେ। ସୂକ୍ଷ୍ମ ବିଷୟ ଗୁଡ଼ାକ କ'ଣ ଆପଣଙ୍କୁ କହିଥିଲି ଯେ ପଞ୍ଚ ମହାଭୂତ ହେଲା ସ୍ଥୂଳ ବିଷୟ। ପଞ୍ଚ ମହାଭୂତ ଆସିଛି ପଞ୍ଚ ତନ୍ମାତ୍ରରୁ, ପଞ୍ଚ ତନ୍ମାତ୍ର ବହୁତ ସୂକ୍ଷ୍ମ ବିଷୟ। ଯେମିତି ବରଗଛଟା ଗୋଟେ ସ୍ଥୂଳ ବିଷୟ, ବରଗଛର ମଞ୍ଜିଟା ସୂକ୍ଷ୍ମ, ବରଗଛର ମଞ୍ଜିଟା କେତେ ସୋରିଷଠୁ ବି ସାନ, କିନ୍ତୁ ତା ଭିତରେ ଏତେ ବଡ଼ ବରଗଛ ଅଛି। ହେଲେ ସେଇଟା ଆମେ ଗୋଟେ 1000ଟା ବହିକି ରଖିଲେ ଗୋଟେ ଘର ଭରି ହେଇଯିବ, କିନ୍ତୁ ଗୋଟେ ଚିପ୍ସ ଭିତରେ, ଗୋଟେ ମେମୋରି ଭିତରେ, ସାନ ମେମୋରି ଭିତରେ ସେଇଟା ରହିଛି। ମେମୋରି ଥାଇକିରି ମଧ୍ୟ ସେ ଭିତରେ ଯଦି କ'ଣ ମାଡ଼ ହେଇଯିବ, ମେମୋରିଟା ଥିବ ସେ ଆଉ ସେ ଯାହା ନଷ୍ଟ ହେଇଯିବ। ଏତେ ସୂକ୍ଷ୍ମ ବିଷୟରେ ସେମାନେ ଅଛନ୍ତି। ଗୋଟେ ଗହମ ଅଛି, ଗହମଟାରେ ଗହମ ଗୋଟେ ଗଛ ଅଛି, ସେ ଗହମଟାକୁ ଯଦି ଭାଜିଦେବେ ସେ ଗଛଟା ମଧ୍ୟ, ସେ ଗହମଟା ଥାଇକିରି ମଧ୍ୟ ଆଉ ଗଛ ହେଇପାରୁନି, ତାର ସେଇଟା ସୂକ୍ଷ୍ମ ଶକ୍ତି। ଏତେ ସୂକ୍ଷ୍ମ ମାନେ ସୂକ୍ଷ୍ମରେ ସ୍ଥୂଳ ରହିଛି, ସୂକ୍ଷ୍ମରୁ ସ୍ଥୂଳ ବାହାରୁଛି। ବାପା ମାଆର ଯେତେବେଳେ ବୀର୍ଯ୍ୟ, ରଜ ବୀର୍ଯ୍ୟରୁ ପିଲାଟା ଜନ୍ମ ହେଉଛି, କେତେ ଛୋଟ ଥାଉଛି, କେତେ ଛୋଟ ଥାଇ ବଡ଼ ହେଇ ହେଇ ତାର ହାଡ଼, ତାର ମାଂସ ହାଡ଼ ହେଇ ହେଇ କେତେ ବଡ଼ ହେଇଯାଉଛି। ତାର ତ ସାନରେ ବଡ଼ ଜିନିଷ ଅଛି। ଯେଉଁଟା ସାନ ତାକୁ ସୂକ୍ଷ୍ମ କୁହାଯାଏ, ଯେଉଁଟା ବଡ଼ ତାକୁ ସ୍ଥୂଳ କୁହାଯାଏ। ସ୍ଥୂଳରୁ ସ୍ଥୂଳ ମାନେ ବଡ଼ରୁ ବଡ଼, ସୂକ୍ଷ୍ମ ମାନେ ସାନରୁ ସାନ, ସୂକ୍ଷ୍ମରୁ ସୂକ୍ଷ୍ମ ମାନେ ସାନରୁ ସାନ। ଏଇଟା ଆପଣ ବୁଝନ୍ତୁ। ତେଣୁ ଆଶ୍ଚର୍ଯ୍ୟ ବିଷୟ, ଗୋଟେ ବଡ଼ ଜିନିଷ ଭିତରେ ସିନା ସାନ ଜିନିଷ ରହିବ, ଆଉ ସାନ ଜିନିଷ ଭିତରେ ବଡ଼ ଜିନିଷ କେମିତି ରହୁଛି? ଏଇଟା ହେଲା ୱାଣ୍ଡରଫୁଲ୍ ଜିନିଷ, ଏଇଟା ହେଲା ଆଧ୍ୟାତ୍ମିକ ବିଷୟ।
ଯେତେ ସବୁ ଜିନିଷ ବଡ଼ ଜିନିଷ ଗୁଡ଼ା ସେ ସାନ ଜିନିଷରୁ ବାହାରୁଛି। ସେଇଟା ହେଲା ସୂକ୍ଷ୍ମ ବିଷୟ। ତାର ବୀଜଟା ସାନ, ବରଗଛଟା ଏତେ ବଡ଼, ସେ ବୀଜରେ ଛୋଟ ସୂକ୍ଷ୍ମ ବୀଜରେ ସେଇଟା ରହିଛି। ଏଠି ସିଏ କହୁଛନ୍ତି ସୂକ୍ଷ୍ମ ବିଷୟତ୍ଵ ଚଲିଙ୍ଗ ପର୍ଯ୍ୟବସାନ। ଆମେ ସୂକ୍ଷ୍ମରୁ ସୂକ୍ଷ୍ମ ଯିବା, ପଞ୍ଚମହାଭୂତକୁ ଯିବା ସ୍ଥୂଳ। ପଞ୍ଚମହାଭୂତ କେଉଁଠୁ ଆସିଲେ? ମୁଁ କହିଥିଲି ଆପଣଙ୍କୁ 24 ପ୍ରକୃତି କୁହନ୍ତୁ। ପଞ୍ଚମହାଭୂତ କେଉଁଠୁ ଆସିଲେ? ପଞ୍ଚମହାଭୂତ କ'ଣ? ତାର ନାଁ କ'ଣ? ପଞ୍ଚମହାଭୂତ କୁହନ୍ତୁ। ପଞ୍ଚମହାଭୂତର ନାଁ କ'ଣ? ଏକ ହେଲା ଆକାଶ, 2 ହେଲା ବାୟୁ, 3 ହେଲା ଅଗ୍ନି, 4 ହେଲା ଜଳ, 5 ହେଲା ମାଟି। ଏ ପଞ୍ଚମହାଭୂତ। ପଞ୍ଚମହାଭୂତ ଦେଖିବାକୁ ବହୁତ ବଡ଼, ତାର ଆକୃତି ଅଛି, ସବୁ ଅଛି, ଆପଣ ତା ବିଷୟରେ କିଛି ଧାରଣା କରିପାରିବେ। ପଞ୍ଚମହାଭୂତ କେଉଁଠୁ ଆସିଛନ୍ତି? ପଞ୍ଚମହାଭୂତ ସ୍ଥୂଳ ଜିନିଷ, ଜାଗତିକ। ପଞ୍ଚମହାଭୂତ କେଉଁଠୁ ଆସିଛନ୍ତି? ପଞ୍ଚ ତନ୍ମାତ୍ରରୁ। ଆପଣଙ୍କୁ କହିଥିଲି ପଞ୍ଚମହାଭୂତ ପଞ୍ଚ ତନ୍ମାତ୍ରରୁ। ପଞ୍ଚ ତନ୍ମାତ୍ରକୁ ଆପଣ ଦେଖିପାରିବେନି, ପରମାଣୁ ଠାରୁ ମଧ୍ୟ ଆହୁରି ସେମାନେ ସାନ। କାହିଁକି? ଏ ପରମାଣୁ ଗୁଡ଼ାକ ପଞ୍ଚମହାଭୂତର ସ୍ମଲ୍ ପାର୍ଟ। ଆପଣ ପାଣି, ମାଟି, ପବନ, ଅଗ୍ନି, ଆକାଶ ଏ ଯାହା ନେଲା ବେଳେ ତାର ସ୍ମଲ୍ ପାର୍ଟ କଲା ପରମାଣୁ ଆସୁଛି। ତାଠାରୁ ଆହୁରି ପଞ୍ଚତନ୍ମାତ୍ରା ଏତେ ସୂକ୍ଷ୍ମ ଯେ ତାକୁ ଆପଣ ଦେଖିପାରିବେନି। ପଞ୍ଚତନ୍ମାତ୍ର କ'ଣ? ଆପଣ କହିଥିଲି ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। ଯେଉଁ 5ଟା ବିଷୟ ହେଲେ ପଞ୍ଚତନ୍ମାତ୍ର। ସେ ପଞ୍ଚତନ୍ମାତ୍ରା ପଞ୍ଚତନ୍ମାତ୍ର କାହିଁରୁ ଆସିଛି? ଶବ୍ଦ ତନ୍ମାତ୍ରରୁ ଆସିଛି ଆକାଶ। ମୁଁ ଆପଣଙ୍କୁ କହିଥିଲି। କୁହନ୍ତୁ, ଆପଣମାନେ ମୋ ସହିତ ମିଶନ୍ତୁ। ଆପଣମାନେ କହୁଥିଲେ ମଝିରେ, ସବୁ କହୁଥିଲେ ଶବ୍ଦରୁ ଆସିଛି ଆକାଶ, ସ୍ପର୍ଶରୁ ଆସିଛି। ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ, କିଏ କହିବେ କୁହନ୍ତୁ? ଶବ୍ଦରୁ ଆସିଛି ଆକାଶ, ଆକାଶରୁ ବାୟୁ, ବାୟୁରୁ ତେଜ, ଅଗ୍ନି। ଆକାଶରୁ ବାୟୁ କହିବେନି। ଶବ୍ଦରୁ ଆସିଲା ଆକାଶ, ସ୍ପର୍ଶ ତନ୍ମାତ୍ରରୁ ଆସିଲା, ସ୍ପର୍ଶ ତନ୍ମାତ୍ରରୁ ଆସିଲା ବାୟୁ ବାୟୁ, ହେଲା, ବାୟୁ। ତାପରେ ରୂପ ତନ୍ମାତ୍ରା ଆସିଲା ଅଗ୍ନି, ଅଗ୍ନି। ତେଜ। ରୂପ ତନ୍ମାତ୍ରା ଆସିଛି ତେଜ, ନାଇଁ ତେଜ, ରସ ଅଗ୍ନି, ତନ୍ମାତ୍ରା ଆସିଛି ଜଳ, ଜଳ, ରସ ତନ୍ମାତ୍ରୁ ଜଳ, ଗନ୍ଧ ତନ୍ମାତ୍ରୁ ମାଟି, ପୃଥିବୀ। ହେଲା। ଏଇ ଯୋଉ ତନ୍ମାତ୍ର ଆସିଲେ, ଏ ତନ୍ମାତ୍ର ଗୁଡ଼ାକ ଆପଣ ଯୋଉ ଜାଗତିକ ପରମାଣୁ କହୁଛନ୍ତି, ଜାଗତିକ ପରମାଣୁ ହେଲା ପଞ୍ଚମହାଭୂତର ସୂକ୍ଷ୍ମ ଅଂଶ ଗୁଡ଼ାକ। କିନ୍ତୁ ଏଇ ଯୋଉ ପଞ୍ଚ ତନ୍ମାତ୍ର ତାଠାରୁ ଆହୁରି ସୂକ୍ଷ୍ମ। এই ପଞ୍ଚତନ୍ମାତ୍ରରୁ ଯେତେବେଳେ ପ୍ରଳୟ ହେବ, ଏ ପଞ୍ଚମହାଭୂତ ପଞ୍ଚତନ୍ମାତ୍ର ଭିତରେ ଲୁଚିଯିବେ। ଯେମିତି ବୁଡ଼ବୁଡ଼ିଆଣୀ ଦେଖିଛନ୍ତି? ଆପଣ ଦେଖିବେ ସକାଳ ପାଇଲା ବେଳୁ ସେ ଗୋଟେ ଗଛ ପାଖରେ କେତେ ବଡ଼ ଜାଲ କରିଦେଇଥିବ, ଆଉ ଥରେ ସନ୍ଧ୍ୟାବେଳ ତାକୁ ଗେଳି ଦେଇକିରି ଆଉ ଗୋଟେ ଜାଗାରେ କରିଦେବ। ଆପଣ ବୁଡ଼ବୁଡ଼ିଆଣୀ କେତେ ସାନଟା, ତା ନାଭିରେ ତାକୁ ଓର୍ଣ୍ଣ ନାଭି ବୋଲି କହନ୍ତି। ଓର୍ଣ୍ଣ ନାଭି ମାନେ ଓର୍ଣ୍ଣ ବେଲେ ସୂତା, ନାଭି ବେଲେ ତା ନାଭିରେ ସେ ସୂତା କେଣ୍ଡା ରଖିଛି। ସେ ବହୁତ ସୂକ୍ଷ୍ମ କରି ଜାଲ କରି ଖେଳିବ, ସେ ବିସ୍ତାର କରିବ, ତାର ପିଲାପିଲି କରି ସେ ନବନାଟକ ଖେଳିବ। ତାପରେ ଯେତେବେଳେ ଦରକାର ପଡ଼ିବ ପ୍ରଳୟ, ସେ ଆଉଥରେ ଗିଳିଦେବ ତାକୁ, ତା ନାଭି ପାଖକୁ ପଳେଇବ, ଆଉଥରେ ସେ ନାଭିରୁ ବାହାର କରିବ ତାକୁ। ତେଣୁ ଓର୍ଣ୍ଣ ନାଭି ମାନେ ବୁଡ଼ବୁଡ଼ିଆଣୀ। ତେଣୁ ଏଇଟେ ଈଶ୍ୱରଙ୍କୁ ପ୍ରାର୍ଥନା କଲାବେଳେ ଅଭିମନ୍ୟୁ ସାମନ୍ତ ସିଂହାର ବିଦଗ୍ଧ ଚିନ୍ତାମଣିରେ ସେଇଟା ମଧ୍ୟ ସେ କହିଛନ୍ତି ଯେ ସେଇ ଈଶ୍ୱରଙ୍କର ଯେଉଁ ପ୍ରକୃତି, ଏଇ ପ୍ରକୃତି କ'ଣ କରୁଛି? ଯେତେବେଳେ ସୃଷ୍ଟି କରୁଛି, ତା ଭିତରେ ଥିବା ସେ ସୂକ୍ଷ୍ମ ସୂତା, ଏଇ ଯେଉଁ ଜାଲ ବିସ୍ତାର କରୁଛି ଏ ବ୍ରହ୍ମାଣ୍ଡ। ପୁଣି ଯେତେବେଳେ ସେ ପ୍ରଳୟ ହେଉଛି, ଆଉଥରେ ସେଇଟା ଆସିକି ତା ଭିତରେ ସମାବେଶ ମାନେ ହେଇଯାଉଛି ସୂକ୍ଷ୍ମ ଆକାରରେ। ବୁଡ଼ବୁଡ଼ିଆଣୀ ଏତେ ବଡ଼, ବୁଡ଼ବୁଡ଼ିଆଣୀଟା ସାନଟା, ତା ଜାଲଟା ଦେଖିବେ କେତେ ବଡ଼। ଗୋଟେ ଗଛରୁ ଗୋଟେ ଗଛକୁ ଯିବା ପାଇଁ ସେ ସବୁ କରିଥିବ ସବୁ, ଆପଣ ଦେଖିବେ। ଠିକ୍ ସେଇଭଳି ପ୍ରକୃତି କ'ଣ କରୁଛି? ଯେତେବେଳେ ପ୍ରଳୟ ହେଇଯାଉଛି, ସତ୍ୟ ରଜ ତମ ତ୍ରିଗୁଣାତ୍ମକ ପ୍ରକୃତି, ଏଇ ତ୍ରିଗୁଣ ଯେତେବେଳେ ସମାନ ହେଇଯାଉଛନ୍ତି, ପ୍ରଳୟ ହେଇଯାଉଛି। ଆଉ ଆପଣଙ୍କର ପଞ୍ଚମହାଭୂତ ରହୁନି, ପଞ୍ଚ ତନ୍ମାତ୍ର ରହୁନି, କି ଏକାଦଶ ଇନ୍ଦ୍ରିୟ ରହୁନାହାନ୍ତି, ଅହଙ୍କାର ରହୁନି, କି ମହତ୍ତତ୍ଵ ବୁଦ୍ଧି ରହୁନି। ଏସବୁ ଯାଇକିରି ସେ ଯେମିତି ବୁଡ଼ବୁଡ଼ିଆଣୀର ଜାଲ ଯାଇକିରି ବୁଡ଼ବୁଡ଼ିଆଣୀର ଗର୍ଭରେ ପଶି ଯାଉଛି, ଗିଳି ଦେଉଛି, ସେ ପ୍ରକୃତି ମଧ୍ୟ ଗିଳି ଦିଏ। ସେତେବେଳେ ସେ ନିରାକାରରେ ଥାଏ, ତାକୁ କିଏ ଆପଣ କହିପାରିବେନି ସେ କେମିତି ଅଛି, କ'ଣ ତା ଆକାର କିଛି ନଥାଏ, ନିରାକାର। ଯେତେବେଳେ ସତ୍ୟ ରଜତମ ପୁଣି ଆଉଥରେ ଅସମାନ ହେବେ, କେଉଁଟା ଅଧିକ ହେବ କେଉଁଟା ଅଣା ହେବ, ସେତେବେଳେ ପୁଣି ଆଉଥରେ ବିକ୍ଷେପ ହେବ। ବିକ୍ଷେପ ହେଇକିରି ସିଏ ଆଉଥରେ ବୁଡ଼ବୁଡ଼ିଆଣୀ ତା ପେଟରୁ ଜାଲ ବାହାର କଲା ଭଳି ପୁଣି ଆଉଥରେ ପ୍ରଥମେ ବାହାରିବ କ'ଣ? ଆପଣ କହିଥିଲି ମହତ୍ତତ୍ଵ ବୁଦ୍ଧି। ମହତ୍ତତ୍ଵ କୁହାଯାଏ ବୁଦ୍ଧି, ବୁଦ୍ଧି ତତ୍ଵ ବାହାରିବ। ସେ ବୁଦ୍ଧିଠାରୁ ବାହାରିବ କ'ଣ? ଅହଙ୍କାର ବାହାରିବ। ଅହଙ୍କାର ଠାରୁ ଏକାଦଶ ଇନ୍ଦ୍ରିୟ, ମାନେ 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ ଆଉ ମନ, ଏକାଦଶ ଇନ୍ଦ୍ରିୟ ବାହାରିବେ। ସେମାନେ ଆଉ କିଛି ସୃଷ୍ଟି କରିବେନି। ପୁଣି ଏପଟେ ଆସିବ ପଞ୍ଚତନ୍ମାତ୍ର ବି ବାହାରିବ ଅହଙ୍କାରରୁ। ପଞ୍ଚତନ୍ମାତ୍ରରୁ ପଞ୍ଚମହାଭୂତ ହେବେ। ଆପଣଙ୍କୁ କ'ଣ କହିଥିଲେ? 24 ପ୍ରକାର ପ୍ରକୃତି। ପଞ୍ଚମହାଭୂତ ପଞ୍ଚତନ୍ମାତ୍ରରୁ ଆସିଲା, ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ। 5 5 10,
एकादश इंद्रिय एकादश इंद्रिय कौन कही पांचटा ज्ञानेन्द्रिय कौन आपणकर शब्देन्द्रिय श्रोतेन्द्रिय शुणिबार इंद्रिय कर्ण जोटा तापर आपणकर स्पर्शेन्द्रिय चर्म स्पर्शेन्द्रिय एंड रूपेन्द्रिय जोटा कि चक्षु एंड आपणकर रसनेन्द्रिय जिह्वा एंड घ्राणेन्द्रिय नासा एमाने सब आप पांचटा ज्ञानेन्द्रिय द्वारा ज्ञान हुए। कर्मेन्द्रिय 5 हाथ पाद मलद्वार मूत्रद्वार आ पाटी बाक इंद्रिय है। हाथ को कह जाए पानी पानी ग्रहण कले पानी ग्रहण माने विवाह कले पानी ग्रहण पानी बोले हाथ पाद पानी पाद उपस्थ मूत्रद्वार को कह जाए उपस्थ आ मलद्वार को कह जाए गुद आप संस्कृत भाषा लिखिए पानी पाद बा हस्तपद उपस्थ मूत्रद्वार एंड गुद मलद्वार आ बाक इंद्रिय माने कथा कहबार इंद्रिय। 5टा कर्मेन्द्रिय 5 कर्म हो एमान द्वारा कर्म हुए एमान ज्ञान हुए तेणु एम कर्मेन्द्रिय। 5टा ज्ञानेन्द्रिय ज्ञान हुए तेणु ज्ञानेन्द्रिय ए 5टा ज्ञानेन्द्रिय 5टा कर्मेन्द्रिय को नियंत्रित करे किए मन तेणु मन उभय इंद्रिय ये ज्ञानेन्द्रिय कर्मेन्द्रिय अथॉरिटी है मन तेणु मन को गोटे इंद्रिय रूप ने एकादश इंद्रिय हेले। एकादश इंद्रिय कहीं आपणकर अहंकार आसछन्ति एकादश इंद्रिय आउ किछि प्रोडक्ट करना एकादश इंद्रिय सेमती रही सूक्ष्म रूपे मु कही आमर जो आम हाथ हाथ हाथटा गोटे इंद्रिय हाथ भितर गोटे शक्ति अच्छी सी इंद्रिय शक्ति हाथटा है गोटे जंत्र यही जन्म जो जड़े मरी जाऊँगी तार हाथटा पोड़ा हो जाऊँगी कि पोता हो जाऊँगी आउ थे से इंद्रिय हाथर जो इंद्रियटा शक्तिटा पलि जाऊँगी आउ गोटे जन्म सी आउ हाथ में पशुची से जहाँ नष्ट होना इंद्रिय मैंने नष्ट होना पोड़देले से इंद्रिय मैंने आसी रही ए जहाँ कम कर हाथटा उठे पार्चे आम हाथ थी जड़े उठे पारनी कहीं तार इंद्रिय शक्ति नष्ट हो जाए आखि थी जड़े देखी पाऊनी आखिटा जंत्र से दर्शन इंद्रिय आसी जब रहा आखिरे आम देखिपर से इंद्रिय मैंने बहुत सूक्ष्म ये जो 11टा इंद्रिय बहुत सूक्ष्म एमाने जो जड़े मरी जाऊ स्थूल शरीर जब नष्ट हो जाऊँगी एमाने पानी पानी रे मिसी जाऊँगी माटी माटी मिसी जाऊँगी अग्नि अग्नि रे मिसी जाऊँगी आकाश आकाश रे मिसी जाऊँगी वायु वायु रे मिसी जाऊँगी किंतु इंद्रिय माने तार पंचमहाभूत तैयारी होना इंद्रिय माने अलग इंद्रिय माने पोड़देले नष्ट होना आउ थे से इंद्रिय माने जाइए आउ गोटे शरीर भितर पशिकी से इंद्रिय जगार रही कम कर तेणु से अंतकरण ताकू कहते भितर एक स्थूल शरीर है पंचमहाभूत तैयारी पानी माटी पवन अग्नि आकाश रे आमर स्थूल शरीरटा तैयारी सूक्ष्म शरीर माने आम मन बुद्धि अहंकार चित्त होती आउ इंद्रिय माने 10टा इंद्रिय समझ 13टा है अंतकरण माने सूक्ष्म शरीर आपको कहे सूक्ष्म शरीर आउ कारण शरीर है त्रिगुणात्मक प्रकृति सूक्ष्म रूप रही आमर आत्मा ताठू अलग आत्मा भितर ए 3 प्रकार शरीर स्थूल शरीर सूक्ष्म शरीर आ कारण शरीर यहाँ है घर ए घर भितर आपणकर ए पुर भितर जो आत्मा रोचे तेणु आपको पुरुष बोली कहुच्छे ए पुरे सी शोची बास कर पुरुष बोली कहुच्छे मो कथा बुझे ये जो 24 प्रकृति आम कुआड़ कह कुआड़ आसिले हेले सूक्ष्म जदि आम नवा ये पंचमहाभूत कौटू आसला पंचतन्मात्रु आसला पंचतन्मात्र कौटू आसला अहंकार आसला एकादश इंद्रिय कौटू आसला अहंकार आसला अहंकार कौटू आसला महतत्व आसला महतत्व कौटू आसला जोटू आसला सी है मूल प्रकृति से मूल प्रकृति सूक्ष्म सूक्ष्म जदि जी यहाँ कौटू आसला से 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 कौटू आसला जोटा आप कहीपर अटकी जी सी है सूक्ष्म प्रकृति सी है प्रकृति मूल प्रकृति ताकू कहते अव्यक्त आप लिखि दिंतु से मूल प्रकृतिर केतेटा ना अच्छी मूल प्रकृति की अव्यक्त प्रधान 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 माने मुख्य मूल है प्रधान मूल प्रकृति अव्यक्त है ये कहती माया इत्यादि कहीपर हेल्ले सी है सबुठार सूक्ष्म आपण जोग बल आपण खाली रे पंचमहाभूत को देखिपारे आउ पंच तन्मात्र को देखिपारे जोग बल से आहरी सूक्ष्म से पंच तन्मात्र ठारू अहंकार आहरी सूक्ष्म इंद्रिय माने ठारू अहंकार आहरी सूक्ष्म अहंकार ठारू महतत्व आहरी सूक्ष्म ताठारू आहरी सूक्ष्म होची मूल प्रकृति
ତେଣୁ ଯଦି ଜଣେ ସୂକ୍ଷ୍ମରୁ ସୂକ୍ଷ୍ମ ଆଡ଼କୁ ଯିବ କେଉଁ ଜାଗାରେ ପହଞ୍ଚିବ ମୋତେ କୁହନ୍ତୁ? ସୂକ୍ଷ୍ମରୁ ସୂକ୍ଷ୍ମ ଆଡ଼କୁ ଗଲେ କେଉଁ ଜାଗାରେ ପହଞ୍ଚିବ? ମୂଳ ପ୍ରକୃତିରେ ପହଞ୍ଚିବ। ତେଣୁ ସେ କହିଲା ଏଇଟା 45 ନମ୍ବର ସୂତ୍ର ଲେଖନ୍ତୁ। ସୂକ୍ଷ୍ମ ବିଷୟତ୍ୱମ୍ ଚ ଅଲିଙ୍ଗ ପର୍ଯ୍ୟବସାନମ୍ ମୁଁ ଆକୁ ବୁଝେଇବି ଆପଣଙ୍କୁ। ତାକୁ ସେ ମୂଳ ପ୍ରକୃତିକୁ ଅଲିଙ୍ଗ ବୋଲି ମଧ୍ୟ କୁହାଯାଏ। ଅଲିଙ୍ଗ ବୋଲି କୁହାଯାଏ। ଅଲିଙ୍ଗ କେମିତି କୁହାଯାଏ ମୁଁ ଆପଣଙ୍କୁ କହିବି। ଲେଖନ୍ତୁ ସୂକ୍ଷ୍ମ ବିଷୟତ୍ୱମ୍, ଯଦି ସୂକ୍ଷ୍ମରୁ ସୂକ୍ଷ୍ମ ଆଡ଼କୁ ଆମେ ଯିବା, ତାଠୁ ସୂକ୍ଷ୍ମ ହେଇକି ଯିବା, କୋଉଠି ଯାଇକିରି ଆମେ ଅଟକିବା? ଯେଉଁ ଜାଗାରେ ଅଟକିବା ସେ ହେଲା ମୂଳ ପ୍ରକୃତି ଅଲିଙ୍ଗ। ଚ ଅଲିଙ୍ଗ ପର୍ଯ୍ୟବସାନମ୍, ଅଲିଙ୍ଗ ପାଖରେ ଆମେ ରହିବା, ମାନେ ମୂଳ ପ୍ରକୃତି ପାଖରେ ରହିବା। ତାକୁ ଅଲିଙ୍ଗ କାହିଁକି କୁହାହେଲା? ଲିଙ୍ଗ ମାନେ ଚିହ୍ନ, ଲିଙ୍ଗ ଅର୍ଥ ଚିହ୍ନ। ହେଲେ ଲିଙ୍ଗ ହେଲା କିଏ? ଆପଣ ମହତ୍ତତ୍ୱକୁ ଲିଙ୍ଗ କୁହାଯାଏ। ମହତ୍ତତ୍ୱର ଆପଣ ଯେତେବେଳେ ସୃଷ୍ଟି ଆରମ୍ଭ ହେବ, ପ୍ରଥମେ ସୃଷ୍ଟି ହେବ ମହତ୍ତତ୍ୱ ବା ବୁଦ୍ଧି। ବୁଦ୍ଧିର କିଛି ଲକ୍ଷଣ ଅଛି, ତାକୁ ଆପଣ ଲିଙ୍ଗ ଅଛି ମାନେ ଚିହ୍ନ ଅଛି, ସେ ଲକ୍ଷଣ ଦ୍ୱାରା ବୁଦ୍ଧିକି ଜାଣିପାରିବେ। କିନ୍ତୁ ମୂଳ ପ୍ରକୃତିକି ଆପଣ ଜାଣିପାରିବେନି, ତେଣୁ ତାର କିଛି ଲକ୍ଷଣ ଆଜ୍ଞା ନାହିଁ, ସେ ଏତେ ସୂକ୍ଷ୍ମ। ତେଣୁ ତାକୁ ଅଲିଙ୍ଗ କୁହାହେଲା। ଲିଙ୍ଗ କହିଲେ ଲକ୍ଷଣ। କ'ଣ କ'ଣ ଆପଣ ଲକ୍ଷଣ ଦେଖିଲେ ବୋଲେ ଚିହ୍ନି ପାରିବେ ଆପଣ? ମହତ୍ତତ୍ୱ ବୁଦ୍ଧି ଫାଷ୍ଟ କ୍ରିଏଟ୍ ହେଲା ମହତ୍ତତ୍ୱ, ତାର ଲିଙ୍ଗ, ତାକୁ କୁହାହବ ଲିଙ୍ଗ। ଲିଙ୍ଗ ଅର୍ଥ କ'ଣ? ତାର ଚିହ୍ନ ଅଛି, ଆପଣ ଜାଣିପାରିବେ। ବୁଦ୍ଧିର କିଛି କାର୍ଯ୍ୟ ଅଛି, ତାକୁ ଦେଖି ଜାଣିପାରିବେ। କିନ୍ତୁ ଅଲିଙ୍ଗ ପର୍ଯ୍ୟବସନ, ଅଲିଙ୍ଗ ଅର୍ଥ ଏଠି ମୂଳ ପ୍ରକୃତି। ଦେଖନ୍ତୁ ଅଲିଙ୍ଗ, ମୂଳ ପ୍ରକୃତି, ପ୍ରଧାନ, ଅବ୍ୟକ୍ତ, ଏମିତି ଆହୁରି କେତେ ଅଜ। ତ ସେ ଅନାଦି, ସେ ମଧ୍ୟ ଅନାଦି। ଯେମିତି ପରମାତ୍ମା ଅନାଦି, ଆତ୍ମା ଅନାଦି, ଇଏ ମୂଳ ପ୍ରକୃତି ମଧ୍ୟ ଅନାଦି ହେଲା। ପର୍ଯ୍ୟବସାନରେ ହେବ। ସେ ଏଇ ଯୋଗ ବଳରେ ଏଇ ଯଦି ସମାପତି ତାର ଆସିଯିବ, ବଶୀକାର ସଂଜ୍ଞା ଆସିଯିବ, ତାହେଲେ ମୂଳ ପ୍ରକୃତିକି ମଧ୍ୟ ସେ ଦେଖିପାରିବ। ମହତ୍ତତ୍ୱକୁ ଦେଖିପାରିବ ତ ଲିଙ୍ଗ, ଅହଙ୍କାରକୁ ଦେଖିପାରିବ, ଇନ୍ଦ୍ରିୟ ସୂକ୍ଷ୍ମ ଇନ୍ଦ୍ରିୟ ମାନଙ୍କୁ ଦେଖିପାରିବ। ଆପଣ ଇନ୍ଦ୍ରିୟ କହିଲେ ଖାଲି ଆମେ ଆଖିଟାକୁ ଦେଖୁଛନ୍ତି, କାନଟାକୁ ଦେଖୁଛନ୍ତି। ଜଣେ କାଲା ହେଇଯାଇଛି, ସେ ଦେଖିବ ତାର ସେ ଇନ୍ଦ୍ରିୟ ଶକ୍ତି ପଳେଇ ଯାଇଛି, ସେ ଜାଣି ଦେଇପାରିବ। ସେ ସୂକ୍ଷ୍ମ ଇନ୍ଦ୍ରିୟକୁ ମଧ୍ୟ ସେ ଦେଖିଦେଇପାରିବ। ଏଇଟାକୁ କ'ଣ ଦେଖିବ? ସବୁଠୁ ବଡ଼ ଜିନିଷ ହେଲା ମୂଳ ପ୍ରକୃତି। ସେ ତାକୁ ଜାଣିବା ଭାରି କଷ୍ଟ। ସେ ଅଲିଙ୍ଗ ଯିଏ, ତାକୁ ମଧ୍ୟ ସେ ଦେଖିଦେଇପାରିବ ଯୋଗ ବଳରେ, ସେଇ ସାଧନା ବଳରେ। ଆଉ ଯଦି ତାକୁ ଦେଖିଲା ବେଳକୁ ତ କେତେ କ'ଣ ହେଇଯାଇଥିବ, ତାକୁ ଯଦି ଅତିକ୍ରମ କରିକି ସେ ଯିବ, ସିଏ ନିଜକୁ ମଧ୍ୟ ଦେଖିଦେଇପାରିବ। ସେ ନିଜକୁ ଦେଖିବାଟା ହେଲା ଲକ୍ଷ୍ୟ, ଲାଷ୍ଟ ଲକ୍ଷ୍ୟ। ସିଏ ଅଲଗା, ସେ ବିଷୟ ହେଲା, ସେଇଟା ହେଲା ଆପଣଙ୍କର କୈବଲ୍ୟ। କିନ୍ତୁ ଏଇଟାରେ କ'ଣ ହେବ? ଏ ପ୍ରକୃତିର ସବୁଠାରୁ ସୂକ୍ଷ୍ମ ଜିନିଷ ହେଲା, ସବୁଠୁ ସୂକ୍ଷ୍ମ ହେଲା ମୂଳ ପ୍ରକୃତି ଅଲିଙ୍ଗ ହେଲା। ଅଲିଙ୍ଗରେ ଯାଇକି ସେ ତାକୁ ମଧ୍ୟ ଦର୍ଶନ କରିପାରିବ। ତା ଅର୍ଥ ସମାପତି। এই ସମାଧି ଏତେ ପାୱାରଫୁଲ୍, ଆମେ ସ୍ଥୂଳରୁ ସ୍ଥୂଳ ଆଉ ସୂକ୍ଷ୍ମରୁ ସୂକ୍ଷ୍ମ ଦେଖିପାରିବା। ତାପରେ ଆସନ୍ତୁ ଏଠି ଆମେ ବିଷୟବସ୍ତୁ ସାରିବାକୁ ଯିବା। ତା ଏବଂ ସବିଜ ସମାଧି, ସେଇ ଯେଉଁ ପ୍ରକୃତି ପର୍ଯ୍ୟନ୍ତ ଯଦି ଆମେ ଯାଇକି ପହଞ୍ଚିବା, ତାକୁ ସବିଜ ସମାଧି କୁହାଯିବ। ସବିଜ ମାନେ ସେଟା ବୀଜ, ମାନେ ଜାଗତିକ ବିଷୟର ଯଦି ସମାଧି ହେଲା। ମୂଳ ପ୍ରକୃତି ହେଲେ ମଧ୍ୟ ସେ ଗୋଟେ ଜାଗତିକ ବିଷୟ ନା। ମୂଳ ପ୍ରକୃତି, ସ୍ଥୂଳ ପ୍ରକୃତି ଯାହା ହେଉଛି ହଉ, ଆପଣ ସବୁ ଜାଗତିକ ବିଷୟ। ତେଣୁ ତାକୁ କୁହାଲା ସବିଜ ସମାଧି। ସେଥିରେ କିଛି ମଞ୍ଜିର ବୀଜ ରହିଲା, ମାନେ ଆପଣ ତାର କିଛି ଆକୃତି ଅଛି। ଆମକୁ ସିନା ଜଣାପଡ଼ୁନି ନିରାକାର, କିନ୍ତୁ ଯୋଗୀ ତା ଯୋଗ ବଳରେ ତାକୁ ମଧ୍ୟ ସେ ଦେଖିବ, ମୂଳ ପ୍ରକୃତିକି ମଧ୍ୟ ଦେଖିବ, ସେ ଆଦିଶକ୍ତିକି ମଧ୍ୟ ଦେଖିବ, ସେ ପ୍ରଧାନ ପ୍ରକୃତିକି ମଧ୍ୟ ଦେଖିବ। ସେ ଯେହେତୁ ସେଇଟା ଗୋଟେ ବିଷୟ ଅଛି, ତେଣୁ ତାକୁ ମଞ୍ଜି କୁହାହେଲା। ସବିଜ ସମାଧି ଅର୍ଥ ଗୋଟେ ବିଷୟବସ୍ତୁ ସେଇଟା ରହିଲା, ଜାଗତିକ ବିଷୟ ରହିବାରୁ ତାକୁ ମଞ୍ଜି କୁହାହେଲା। ସେ ସବିଜ ସମାଧି, କିଛି ଆକୃତି ତାର ମନରେ, ତାର ଚିତ୍ତରେ ରହିବ। ମୂଳ ପ୍ରକୃତି ବିଷୟରେ ମଧ୍ୟ ସେ ଧ୍ୟାନ କରିବ, ଗୋଟେ ବସ୍ତୁ ରହିଲା। କିନ୍ତୁ ଆଉ କିଛି ଜାଗତିକ ବସ୍ତୁ ଯେତେବେଳେ ରହିବନି, ଏ ଜଗତକୁ ଅତିକ୍ରମ କରିକି, ଜଗତରେ ଥାଇକିରି ମଧ୍ୟ ଜାଗତିକ ବିଷୟରେ ଯେତେବେଳେ ଧ୍ୟାନ ନ ଆସିକିରି ପରମା ଆତ୍ମା ବିଷୟରେ ଆସିବ, ସେ ଜଗତ ବାହାର ଜିନିଷରେ ଆସିବ, ତାକୁ ନିର୍ବିଜ ସମାଧି କୁହାଯିବ। ଆପଣ ସବିତର୍କ ସମାଧି, ନିର୍ବିତର୍କ ସମାଧି। ଶବ୍ଦ ଅର୍ଥ ଜ୍ଞାନ ଯଦି ରହିବ, ତାକୁ ସବିତର୍କ ସମାଧି। ଶବ୍ଦ ଅର୍ଥ ଜ୍ଞାନ ନ ରହିକିରି ସ୍ୱରୂପ ଶୂନ୍ୟ, ନିଜକୁ ମଧ୍ୟ ଭୁଲି ଯାଇକିରି ଖାଲି ବସ୍ତୁ ମାତ୍ର ହେବ, ତାକୁ ନିର୍ବିତର୍କ ସମାଧି। ଆଉ ସେଇ ବସ୍ତୁକୁ ବସ୍ତୁର ସାନରୁ ସାନ, ସାନରୁ ସାନ, ସାନରୁ ସାନ, ସାନରୁ ସାନ ନେଇ ଲାଷ୍ଟରେ ସୂକ୍ଷ୍ମ ପ୍ରକୃତି ପାଖରେ ପହଞ୍ଚିଲେ ମଧ୍ୟ ସେ ପ୍ରକୃତି ପର୍ଯ୍ୟନ୍ତ ସେ ପହଞ୍ଚି ପାରିବ। ବଡ଼ରୁ ବଡ଼ ନେଇକିରି ବହୁତ ସ୍ଥୂଳ ଜିନିଷ ଆକାଶ ପର୍ଯ୍ୟନ୍ତ ସେ ମଧ୍ୟ ଦେଖିଦେଇ ପାରିବ। କିନ୍ତୁ ସେଗୁଡ଼ାକ ସବୁ ସବିଜ ସମାଧି। ସବିଜ ସମାଧି ଅର୍ଥ ସେଠାରେ କିଛି ଆକୃତି ରହୁଛି, କିଛି ଜାଗତିକ, ସେ ସବୁ ଜାଗତିକ ବିଷୟ, ତ୍ରିଗୁଣର ବିଷୟ।
ତେଣୁ ସେଟାକୁ ସବିଜ ସମାଧି କୁହାଗଲା। ତାକୁ ଛାଡ଼ିକିରି ଆତ୍ମା ବିଷୟରେ ଆସିବ ସେଇ ଧ୍ୟାନଟା ସେପଟେ ଫୋକସ୍ ନ କରିକି ସେ ନିଜ ଆଡ଼କୁ ଫୋକସ୍ କରିବ। ଆମର ଦୁଇଟା ହେଲା ବହିର୍ମୁଖୀ ଅନ୍ତର୍ମୁଖୀ। ଆମେ ଟର୍ଚ୍ଚଟାକୁ ମୁଁ ଆପଣଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେବି। ଗୋଟେ ଅନ୍ଧାର ରାତିରେ କିଟି ଅନ୍ଧାର ହେଇଛି, ଜଣେ ଲୋକ ଗୋଟେ ଜାଗାରେ ଅଛି, ସେ ଜାଗାରେ ଥିଲେ ଜଣେ ତା ଉପରେ ଟର୍ଚ୍ଚ ପକାଉଛନ୍ତି, ଆଲୋକ ପକାଉଛନ୍ତି। ଆଲୋକ ପକାଇକିରି ହେଲେ ସିଏ କହୁଛି, ସିଏ ଯଦି ଚାହିଁ ସିଏ ନିଜକୁ ଦେଖିପାରୁନି, ସିଏ ଆଲୋକ ପକାଉଛନ୍ତି, କିନ୍ତୁ ସେଇ ଯିଏ ପକାଉଛନ୍ତି ତାକୁ ସେ ଦେଖିପାରୁନି। ତା ଅର୍ଥ ସିଏ ତାକୁ ଦେଖିପାରୁନି। ସିଏ ଯଦି ଆଲୋକ ପକାଇଲେ ସିଏ ନିଜକୁ ନିଜେ ଦେଖିପାରୁଛି। ସିଏ ଦେଖିପାରୁନଥିଲା, କିଟି ଅନ୍ଧାରେ ଥିଲା। ତାପରେ ଜଣେ ଯେତେବେଳେ ଆଲୋକ ପକାଇଲେ ସେ ନିଜକୁ ଦେଖିପାରିଲା ସିନା, ସେ ଯିଏ ପକାଉଛନ୍ତି ତାକୁ ଦେଖିପାରିଲାନି। ତାକୁ ଦେଖିବାକୁ ହେଲେ କ'ଣ କରିବାକୁ ପଡ଼ିବ? ସିଏ ଅନୁରୋଧ କରିବାକୁ ପଡ଼ିବ, ହେ ମହାଶୟ, ମୁଁ ଏଇ ଅନ୍ଧକାରରେ ଅଛି, ଆପଣ ଆଲୋକ ପକାଇବା ଯୋଗୁଁ ମୁଁ ନିଜକୁ ନିଜେ ଦେଖିପାରିଲି କେଉଁ ଜାଗାରେ ଅଛି, ଆପଣ କୃପା କଲେ, କିନ୍ତୁ ଆପଣଙ୍କୁ ମୁଁ ଦେଖିବାକୁ ଚାହୁଁଛି। ଆପଣ ଯଦି ଅନୁଗ୍ରହ କରି ମୋତେ ଦର୍ଶନ ଦେବେ ମୁଁ କୃତାର୍ଥ ହେବି। ଯଦି ସେ ଆଲୋକ ସେ ନିଜ ଉପରେ ପକାଇବେ ତାହେଲେ ତାକୁ ଦେଖିହେବ। ତେଣୁ ରବୀନ୍ଦ୍ରନାଥ ଟାଗୋର ସେ କହିଲେ, ଭକତ ଯେଇ ଜନ ସେଇ ଜାନେ और ତୁମି ଜନା ହବାରେ ସେଇ ଜାନେ। ଆମେ ଭଗବାନଙ୍କୁ ଦେଖିପାରିବା ନାହିଁ। ଭଗବାନ ଯଦି ଚାହିଁବେ ମୋତେ ଇଏ ଦେଖୁ, ତାହେଲେ ଆମେ ଦେଖିପାରିବା। ଏଇଟା ହେଲା ଭକ୍ତି ଶାସ୍ତ୍ର କହୁଛି। ଏଠି କିଟି ଅନ୍ଧାରରେ ଯଦି ଆପଣ ମୋ ଉପରେ ଟର୍ଚ୍ଚ ପକାଉଛନ୍ତି, ମୋତେ ଆପଣ ଦେଖିପାରିବେ, ମୁଁ ଆପଣଙ୍କୁ ଦେଖିପାରିବି ନାହିଁ। ଯଦି ଆପଣ ଅନୁଗ୍ରହ କରି ମୁଁ ଯଦି ଆପଣଙ୍କୁ ପ୍ରାର୍ଥନାରେ ମୋର ପ୍ରୀତ ହେବେ, ଆପଣ ସେଇ ଟର୍ଚ୍ଚଟା ନିଜକୁ ପକାଇବେ, ତାହେଲେ ମୁଁ ଆପଣଙ୍କୁ ଦେଖିପାରିବି। ଠିକ୍ ସେଇଭଳି ଏଠି ଜଗତକ ଯେଉଁ ପର୍ଯ୍ୟନ୍ତ ଦେଖୁଛି ସେଇଟା ବହିର୍ମୁଖୀ, କିନ୍ତୁ ଅନ୍ତର୍ମୁଖୀ ମୂଳ ଜିନିଷ ଯେତେବେଳେ ଆମେ ଆତ୍ମାକୁ ଦେଖିବା, ପରମାତ୍ମାକୁ ଦେଖିବା, ସେତେବେଳେ ସେଠି କୌଣସି ଜାଗତିକ ବିଷୟ ରହିବନି। ତେଣୁ ଜାଗତିକ ବିଷୟ ହେଲା ସବିଜ, ଆଉ ଜାଗତିକ ବିଷୟକୁ ଛାଡ଼ିକିରି ଯେଉଁଟାକି ନିର୍ଗୁଣ ତ୍ରିଗୁଣ ଠାରୁ ଅତିକ୍ରମ ବିଷୟକୁ ଯଦି ଆମେ ଦେଖିଲେ, ସିଏ ହେଲା ଆପଣଙ୍କର ନିର୍ବୀଜ ସମାଧି। ସେ ନିର୍ବୀଜ ସମାଧି ହିଁ ଆପଣଙ୍କର ସେଇଟା ହେଲା ଅସମ୍ପ୍ରଜ୍ଞାତ ସମାଧି। ସେଇଟା ହିଁ ହେଲା କୈବଲ୍ୟ। ହେଲା ନିର୍ବିଚାର ବିଚାର ଦେଇ ଅଧ୍ୟାତ୍ମ ପ୍ରସାଦ। ସେଇଭଳି ଅବସ୍ଥାରେ ପହଞ୍ଚିଲେ ନିର୍ବିଚାର, କୌଣସି ବିଚାର ରହିବନି। ତାର ବିଚାରଟା ଜାଗତିକ ବିଷୟ ରହିଲେ ଗୋଟେ ବିଚାର ହେବ, ଯେ ମୁଁ ମୂଳ ପ୍ରକୃତିକି ଦେଖୁଛି, ନହେଲେ ଅହଙ୍କାରକୁ ଦେଖୁଛି, ନାହିଁ ତ ଆପଣଙ୍କର କିଛି ଗୋଟେ ବିଚାର ସେଟା ରହିବ। କିନ୍ତୁ ଯେତେବେଳେ ଆପଣଙ୍କର ନିର୍ବିଚାର ହେଇଯିବ, ତାର ଆଧ୍ୟାତ୍ମିକ ଆତ୍ମାରେ ଯେତେବେଳେ ଅବସ୍ଥାନ କରିବ, ଆଉ କୌଣସି ବିଚାର ରହିବନି। ବିଚାରଟା ତ୍ରିଗୁଣର କାର୍ଯ୍ୟ। ଏଇଟା ନିର୍ବିଚାର ବିଶାରଦ, ସେଇଟା ବିଶାରଦ ମାନେ ନିର୍ମଳ ହେଇଯିବ। ନିର୍ବିଚାର କୌଣସି ବିଚାର ରହିବନି, ଆଉ ନିର୍ମଳ ହେଇଯିବ, ଚିତ୍ତ ବହୁତ ନିର୍ମଳ ହେଇଯିବ। ତାହେଲେ ଆଧ୍ୟାତ୍ମିକ ପ୍ରସାଦ ମିଳିବ, ଆଧ୍ୟାତ୍ମିକ ସ୍ପିରିଚୁଆଲ ଆଶୀର୍ବାଦ ବ୍ଲେସିଂ ମିଳିବ। ଆଧ୍ୟାତ୍ମିକ ପ୍ରସାଦ ମାନେ ଅନୁଗ୍ରହ, ଭଗବାନଙ୍କର ପ୍ରସାଦ। ପ୍ରସାଦ ସର୍ବଦୁଃଖାନାଂ ହାନିରସ୍ୟ ଉପଜାୟତେ, ୟୋସି ଭଗବତ୍ ଗୀତା। ବହୁତ ମାନେ ପ୍ରସନ୍ନତା, ବହୁତ ଆନନ୍ଦ, ଆଧ୍ୟାତ୍ମିକ ପ୍ରସାଦ ସେଠି ଲାଭ ହେବ। ସେ ଅବସ୍ଥାରେ ସେ ଗୋଟେ ଆଧ୍ୟାତ୍ମିକ ପ୍ରସାଦକୁ ପ୍ରାପ୍ତ ହେବେ। ଏଇଟା ହେଲା 47 ହେଲା। ତା ହେବ ସବିଜ ସମାଧି, ଇଏ ହେଲା ଆପଣଙ୍କର 46। ଆଉ ନିର୍ବିଚାର ବିଶାରଦେ, ସେ ନିର୍ବିଚାର ଭାବନା, ତାର ବିଶାରଦା ନିର୍ମଳତାକୁ ପ୍ରାପ୍ତ ହେବ, ଯାଦ୍ୱାରା ଆଧ୍ୟାତ୍ମିକ ପ୍ରସାଦ ସେତେବେଳେ ସେ ପ୍ରାପ୍ତ ହେବେ। ଆଧ୍ୟାତ୍ମିକ ପ୍ରସାଦ ପ୍ରାପ୍ତ ହେବେ, ତାକୁ କୁହାଯିବ ଋତୁମ୍ବରା ପ୍ରଜ୍ଞା। ସେତେବେଳେ ଗୋଟେ ଜ୍ଞାନ ଆସିବ, ତାକୁ କୁହାଯିବ ଋତୁମ୍ବରା ପ୍ରଜ୍ଞା। 48 ନମ୍ବର ସୂତ୍ର, ଋତୁମ୍ବରା ତତ୍ର ପ୍ରଜ୍ଞା। ସେତେବେଳେ ତାର ପ୍ରଜ୍ଞା ଋତୁମ୍ବରା ହେବ। ଋତୁମ୍ବରା ଅର୍ଥ ଋତୁ ମାନେ ସତ୍ୟ, ଭରା ମାନେ ଭରି ହେଇକିରି, ତାର ଯେଉଁ ଜ୍ଞାନ ହେବ ସତ୍ୟ ଭରି ହେଇକିରି ତାର ଥିବ। ଆମର ଯେଉଁ ବର୍ତ୍ତମାନ ଜ୍ଞାନ ହେଉଛି, ଆମେ ଯେଉଁ ଭାବୁଛୁ, କେତେବେଳେ କ'ଣ ଭାବୁଛୁ, ଆମେ ସତ୍ୟ ଜ୍ଞାନକୁ ପାଇନୁ। ସେତେବେଳେ ଋତୁମ୍ବରା ପ୍ରଜ୍ଞା, ଋତ ମାନେ ସତ୍ୟ, ଭରା ମାନେ ଭରି ହେଇକିରି, ପୁରା ଭରି ହେଇକିରି, ତାର ସତ୍ୟର ଜ୍ଞାନରେ ଭରି ହେଇକିରି ତାର ପ୍ରଜ୍ଞା ବିକାଶ ହେବ। ସେ ଆଧ୍ୟାତ୍ମିକ ପ୍ରସାଦ ମିଳିଲେ ଯେତେବେଳେ କୌଣସି ବିଚାର ରହିବନି, କେବଳ ଆତ୍ମାରେ ଅବସ୍ଥାନ କରିବ, ସେ ଯେଉଁ ଅଧ୍ୟାତ୍ମ ପ୍ରସାଦ ମିଳିବ, ସେଥିରେ ଋତୁମ୍ବରା ଭଳି ସତ୍ୟ ଜ୍ଞାନ ଗୁଡ଼ାକ ତା ଭିତରେ ଭରି ହେଇଯିବ। ଋତୁମ୍ବରା ତତ୍ର ପ୍ରଜ୍ଞା, ସେତେବେଳେ ତାର ପ୍ରଜ୍ଞାରେ ସତ୍ୟକୁ ସେ ଧାରଣ କରିପାରିବ। ଆମେ ଏବେ ସତ୍ୟକୁ ଧାରଣ କରିପାରିବାନି, ସତ୍ୟ ସେ ଭିତରେ ରହିପାରିବନି, କିନ୍ତୁ ସତ୍ୟକୁ ସେ ଧାରଣ କରିପାରିବ ସେହି ସମୟରେ। ପ୍ରକୃତରେ ସତ୍ୟ ଶ୍ରୁତ ଅନୁମାନ, ଏଇଟା 39 ନମ୍ବର ସୂତ୍ର। ଶ୍ରୁତ ଅନୁମାନ ପ୍ରଜ୍ଞାଭ୍ୟାମ ଅନ୍ୟ ବିଷୟା ବିଶେଷାର୍ଥତ୍ୱ। ସେତେବେଳେ ସତ୍ୟର ଜ୍ଞାନ ଯେତେବେଳେ ତା ଭିତରେ ଭରି ହେଇଯିବ, ସିଏ ଶୁଣିଥିବା ବିଷୟ, ଶ୍ରୁତ ମାନେ ଶୁଣିଥିବା, ଅନୁମାନ ଯାହା କରୁଥିଲା, ଲୋକମାନଙ୍କଠୁ ଶୁଣୁଥିଲା, ବିଭିନ୍ନ ଲୋକ ବିଭିନ୍ନ କହୁଥିଲେ, ଭଗବାନ ଏମିତି ହେଇଥିବେ, ସେମିତି ହେଇଥିବେ, ଆନନ୍ଦଟା ଏମିତି ମିଳୁଛି, ଆଉ ନିଷ୍କାମ ଅବସ୍ଥା ଏଇ ଟାଇପ୍ର, ଆଉ ପ୍ରକୃତ ସ୍ୱାସ୍ଥ୍ୟ ଏଇ ଟାଇପ୍ର, ଇତ୍ୟାଦି ଲୋକମାନଙ୍କଠୁ ଶୁଣୁଥିଲା। ଶ୍ରୁତ ଯାହା ଶୁଣିଛି, ବହି ପଢ଼ିକିରି, ଆଡ଼ୁ ତାଡ଼ୁ ଶୁଣିକିରି ଅନୁମାନ ଯେଉଁ କରୁଥିଲା, ଏମିତି ହେଇଥିବ ପରା, ସେମିତି ହେଇଥିବ ପରା, ଏ ଯେଉଁ ପ୍ରଜ୍ଞା, ତାହିଁରୁ ଯେଉଁ ତାକୁ ଜ୍ଞାନ ଆସୁଥିଲା, ଏ ପର୍ଯ୍ୟନ୍ତ ତାର ଜ୍ଞାନ କ'ଣ?
ଲୋକଠୁ ଶୁଣିକିରି ହଉ ନହେଲେ ଅନୁମାନ କରିକିରି ହଉ ଯେଉଁ ଆସୁଥିଲା ସେ ତାଠାରୁ ସେ ଅନ୍ୟ ବିଷୟ ସେତେବେଳେ ସେ ଅନ୍ୟ ବିଷୟ ହେଇଥିବ ଯେ ସେ ଯାହା କିଛି ନାହିଁ ମୁଁ ଏତେ ଦିନ ହେଲା ବୋଲୁଥିଲି ଏତେ ଲୋକଠୁ ଶୁଣୁଥିଲି ଏତେ ଅନୁମାନ କରୁଥିଲି ସେ ଯାହା ସବୁ ଫାଲ୍ସ ଥିଲା ପ୍ରକୃତରେ ଏଇଟା ଏମିତିଆ ବିଷୟ ଅନ୍ୟ ବିଷୟ ବିଶେଷାର୍ଥ ବିଶେଷ ଅର୍ଥ ସେ କାହିଁକିନା ସେ ସବୁଠାରୁ ସେ ଅଲଗା ହେଇଥିବ ଭିନ୍ନ ପ୍ରକାର ହେଇଥିବ ସେ ଯେଉଁ ଲୋକମାନଙ୍କଠୁ ଶୁଣୁଥିଲା ବହିପତ୍ରରୁ ଶୁଣୁଥିଲା ଆଉ ସିଏ ଯେଉଁ ଅନୁମାନ କରୁଥିଲା ତାଠାରୁ ସେ ଭିନ୍ନ ବିଷୟ ସତ୍ୟଟା ଅନ୍ୟ ଭିନ୍ନ ବିଷୟ ତା ପୂର୍ବରୁ ତାର ହସ୍ତଗତ ହେଇନଥିବ ସେ ସମୟରେ ତାକୁ ସେଇଟା ପ୍ରାପ୍ତ ହେବ ଋତୁମ୍ବର ତତ୍ର ପ୍ରଜ୍ଞା ଯେତେବେଳେ କି ନିର୍ବିଜ ସମାଧି ଆସିବ ଆଧ୍ୟାତ୍ମିକ ପ୍ରସାଦ ଲାଭ ହେବ ସେତେବେଳେ ତାର ସତ୍ୟକୁ ଧାରଣ କରିବାର ଯେଉଁ ପ୍ରଜ୍ଞା ଆସିଯିବ ସତ୍ୟ ଭରି ହେଇଯିବ ସେତେବେଳେ ଶୁଣିଥିବା ଅନୁମାନ କରିଥିବା ପ୍ରଜ୍ଞା ଠାରୁ ଯେଉଁ ଜ୍ଞାନ ଠାରୁ ସିଏ ଅନ୍ୟ ବିଷୟ ହେଇଥିବ କାହିଁକିନା ସେଇଟା ବିଶେଷ ଅର୍ଥ ବହନ କରୁଥିବ ଅନ୍ୟଗୁଡ଼ା ସବୁ ସାଧାରଣ ବିଷୟ ସେଇଟା ବିଶେଷ ଅର୍ଥକୁ ସିଏ ବିଶେଷ ଅର୍ଥକୁ ସିଏ ମାନେ ଅର୍ଥ ଥିବ ସେଥିରେ ତାପରେ ଆସିଲା ଆପଣଙ୍କର 50 ଆଉ 51 ଏ ଦୁଇଟା ହେଲା ଆମର ଆଜିର କାର୍ଯ୍ୟକ୍ରମ ସାଙ୍ଗ କରିବା ଏଇ ପାଦ ବି ସରିବ ଏଇଟା ମୁଁ ବର୍ତ୍ତମାନ ଯେଉଁ କହିଲି 49 ଆଉ ତାପରେ ଆସନ୍ତୁ 50 ତଜ୍ଜ ସଂସ୍କାର ଅନ୍ୟ ସଂସ୍କାର ପ୍ରତିବନ୍ଧୀ ତା ଅର୍ଥ ସେ ସମୟରେ ଯେଉଁ ସଂସ୍କାର ହେବ ସେ ଋତୁମ୍ବରା ପ୍ରଜ୍ଞା ହେଲେ ଯେଉଁ ସିଏ ସତ୍ୟକୁ ଦେଖିବେ ସତ୍ୟ ବିଷୟକୁ ଦେଖିବେ ଶୁଣିଥିବା ଅନୁମାନ କରିଥିବା ଠାରୁ ବିଷୟ ଅଲଗା ପ୍ରକାର ଯେଉଁ ବିଷୟକୁ ଦେଖିବେ ଆଉ ସେତେବେଳେ କ'ଣ ହେବ ତାଙ୍କର ସଂସ୍କାର ଯେଉଁ ଆଗରୁ ଯେଉଁ ସଂସ୍କାର ଥିବ ଯାହା ଯେଉଁ ସାଂସାରିକ ସଂସ୍କାର ଗୁଡ଼ାକ ଆସୁଥିଲା ଡିପୋଜିଟ୍ ହେଇକି ରହୁଥିଲା ପୁଣି ସେଇଟା କର୍ମବନ୍ଧନରେ ଆମକୁ ପକାଉଥିଲା ସେସବୁ ସଂସ୍କାର ନଷ୍ଟ ହେଇଯିବ ଆଉ ସିଏ ଅନ୍ୟ ସଂସ୍କାର ତିଆରି କରିବନି ସିଏ ବରଂ ଥିବା ସଂସ୍କାର କୁସଂସ୍କାରକୁ ନଷ୍ଟ କରିବ ଆଉ ଅନ୍ୟ ସଂସ୍କାର ପ୍ରତିବନ୍ଧୀ ତାର ନୂଆରେ ବନ୍ଧନ କରିବାର ସଂସ୍କାର ହେବନି ଆମେ ଯେଉଁ ଭାବୁଛୁ କରୁଛୁ ଏସବୁ କରୁଛୁ ଆମର ନୂଆ ନୂଆ ସଂସ୍କାର ଜମା ହେଇକିରି ଯେତେ ଭାବୁଛୁ ଯେତେ କରୁଛୁ ଆମ ଚିତ୍ତରେ ସବୁ ସଂସ୍କାର ଆକାରରେ ସେଗୁଡ଼ା ରହିକିରି ଆମକୁ କଷ୍ଟ ଦେଉଛନ୍ତି ଆମକୁ ଜନ୍ମ ମୃତ୍ୟୁ ଚକ୍ରରେ ପକାଉଛନ୍ତି କିନ୍ତୁ ସେଗୁଡ଼ାକ ବନ୍ଧନରେ ଆସୁଛି କ୍ଲେଶକୁ ବଢ଼ଉଛି କିନ୍ତୁ ଏଠି କ'ଣ ହେବ ସିଏ ସେଇ ସମୟରେ ଯେଉଁ ସଂସ୍କାର ଆସିବ ସେ ସଂସ୍କାର ପୂର୍ବର ସଂସ୍କାର ଗୁଡ଼ାକୁ ସବୁ ମାନେ ଜଳେଇଦେବ ସଂସ୍କାର ପ୍ରତିବନ୍ଧୀ ଅନ୍ୟ ସଂସ୍କାରକୁ ପ୍ରତିବନ୍ଧକ କରିବ ମାନେ ତାକୁ ବଢ଼େଇବାକୁ ଦେବନି ଆଉ ତା ସହିତ ସିଏ ଆଉ ନୂତନ ସଂସ୍କାର ହେଇକି ତାକୁ ବନ୍ଧନ କଲା ଭଳି ସେଇଭଳି ସଂସ୍କାର ତାର ହେବ ନାହିଁ ତାପରେ ସେ କହୁଛନ୍ତି 51 ସୂତ୍ର ଶେଷ ଯେଉଁଟାକି ତସ୍ୟାପି ନିରୋଧେ ତାକୁ ମଧ୍ୟ ସେ ଯୋଗୀ କ'ଣ କରିବ ସେଇଟା ବି ଦରକାର ନାହିଁ ମୋତେ ସେଇଟା ବି ଦରକାର ନାହିଁ ମୋତେ ଚିତ୍ତ ମଧ୍ୟ ଦରକାର ନାହିଁ ମୋତେ ଚିତ୍ତ ଦରକାର ନାହିଁ ସେ ସଂସ୍କାର ଦରକାର ନାହିଁ ମୁଁ କେବଳ ସେ ଆତ୍ମାରେ ରହିବେ ପରମାତ୍ମାରେ ରହିବେ ଆଉ ସେଇଗୁଡ଼ାକ ଦରକାର ନାହିଁ ତସ୍ୟାପି ନିରୋଧେ ତାକୁ ମଧ୍ୟ ସେ ବନ୍ଦ କରିଦେବ ଏଗୁଡ଼ା କ'ଣ ହେବ ଏଗୁଡ଼ାକର ବିଷୟ ସହିତ ମୋର କିଛି ସମ୍ପର୍କ ନାହିଁ ତସ୍ୟାପି ନିରୋଧେ ତାକୁ ମଧ୍ୟ ଯଦି ସେ ନିରୋଧ କରିବ ବନ୍ଦ କରିବ ତାହେଲେ କ'ଣ ହେବ ସର୍ବନିରୋଧ ସବୁ ଯାକ ନିରୋଧ ହେଇଯିବ ମାନେ ସେ ଯେଉଁ ଚିତ୍ତବୃତ୍ତି ଯେଉଁ 5 ପ୍ରକାର ଚିତ୍ତବୃତ୍ତି ଅଛି ସେ ସବୁ ନିରୋଧ ହେଇଯିବେ ଆଉ ସେ ଚିତ୍ତରେ କୌଣସି ପ୍ରକାର ଜାଗତିକର ଭାବନା ରହିବ ନାହିଁ ସେ ସର୍ବନିରୋଧେ ଏସବୁ ନିରୋଧ ହେଲେ ନିର୍ବିଜ ସମାଧି ହେବ ସେଟାକୁ ନିର୍ବିଜ ସମାଧି କୁହାହେବ ସେ ନିର୍ବିଜ ସମାଧି ହିଁ ତାହିଁରେ ଆଉ କୌଣସି ଜାଗତିକ ବିଷୟ ରହୁନଥିବା ଯୋଗୁଁ ତ୍ରିଗୁଣର ବିଷୟ ରହୁନଥିବା ଯୋଗୁଁ ପ୍ରକୃତିର ବିଷୟ ରହୁନଥିବା ଯୋଗୁଁ କେବଳ ନିର୍ଗୁଣ ତତ୍ତ୍ୱକୁ ସିଏ ମାନେ ପହଞ୍ଚି ଯାଇଥିବା ମାନେ ନିର୍ଗୁଣ ତତ୍ତ୍ୱକୁ ସିଏ ଅବସ୍ଥାନ କରିଥିବା ଯୋଗୁଁ ତାକୁ ନିର୍ବିଜ ସମାଧି ମଞ୍ଜି ରହିଲେ ସିନା ଗଛ ହେବ ଗଛ ରହିଲେ ସିନା ଫଳ ହେବ ଫଳ ରହିଲେ ସିନା ଆପଣ କଷ୍ଟ ହେବ ତେଣୁ ଯଦି ମଞ୍ଜି ପୁରା ସେଟା ନଷ୍ଟ ହେଇଯିବ ତା ଅର୍ଥ ନିର୍ବିଜ ହେଇଯିବ ଆଉ ଯେଉଁ ତାକୁ ଜନ୍ମ ମରଣ ଦୁଃଖ ବିଭିନ୍ନ ପ୍ରକାର ଯେଉଁ କଷ୍ଟ ପାଇବାର ଅଛି ସେ ଯେଉଁ ମଞ୍ଜି ଅଛି ସେ ମଞ୍ଜି ସେଥିରେ ନଥିବ ଆଉ ତାର ଯେମିତି ଗୋଟେ ଲତା ମାଡ଼ିବା ପାଇଁ ଆଲମ୍ବନ ରହୁଛି ଗୋଟେ ରଞ୍ଜା ରହୁଛି ଆଲମ୍ବନ କରୁଛି ସେଇଭଳି ଆଉ କିଛି ନଥିବ ତେଣୁ ତାକୁ କୁହା ନିର୍ବିଜ ସମାଧି ବୀଜ ଶୂନ୍ୟ ତାର କାରଣ ତା ଅର୍ଥ ଆଉ ବନ୍ଧନର କାରଣ କିଛି ନଥିବ ତେଣୁ ତାକୁ କୁହାହେଲା ନିର୍ବିଜ ସମାଧି ସେ ନିର୍ବିଜ ସମାଧି ହିଁ ଅସମ୍ପ୍ରଜ୍ଞାତ ସମାଧି ସିଏ ହିଁ ଆପଣଙ୍କର ଚିତ୍ତବୃତ୍ତି ନିରୋଧ ଆଉ ସେଇ ସମୟରେ ହିଁ ଆତ୍ମା ନିଜ ସ୍ୱରୂପରେ ଅବସ୍ଥାନ କରିବ ଆଉ ତାକୁ ହିଁ ପ୍ରକୃତ ସମାଧି ବା ଯୋଗ କୁହାଯିବ ଏଠି ଆପଣଙ୍କର ସମ୍ପ୍ରଜ୍ଞାତ ଜାଗତିକ ବିଷୟରେ କେମିତି ଆପଣ ଜାଣିବେ ତାପରେ ଜାଗତିକକୁ ଅତିକ୍ରମ କରିକିରି ଆଧ୍ୟାତ୍ମିକ ଆତ୍ମଜ୍ଞାନକୁ କେମିତି ଆସିବେ ଏ ବିଷୟରେ ଏଇଟା ସମାଧିର ସ୍ୱରୂପ ବିଷୟରେ ଏଠି ଆପଣଙ୍କର ଏଇ ପାଦରେ ଏହାର ଆଲୋଚନା କରାଗଲା ଏଠି ଆପଣ କ'ଣ ଜାଣିଲେ କେବଳ ଚିତ୍ତକୁ ନିର୍ମଳ କରିବା ଆଉ ଚିତ୍ତକୁ ସ୍ଥିର ରଖିବା ଆତ୍ମଜ୍ଞାନ ପ୍ରାପ୍ତ ହେବା ଆଉ ଚିତ୍ତ ସ୍ଥିର ହେଲା ସମୟରେ ମଧ୍ୟ ବିଭିନ୍ନ ପ୍ରକାର ବିଭୂତି ବିଭିନ୍ନ ପ୍ରକାର ପାୱାର ବିଭିନ୍ନ ପ୍ରକାର ଆସିବ ତା ଦ୍ୱାରା ସାଂସାରିକର ଉନ୍ନତି ବି ହେଇପାରିବ ଆଉ ତାକୁ ଅତିକ୍ରମ କରି ଜଣେ ଯଦି ଏଇ ଦିଗକୁ ଆସିବ ସେ ଆତ୍ମଜ୍ଞାନ ବି ଲାଭ କରିପାରିବ ଏ ବିଷୟରେ ଆପଣ ଏଇ ସମାଧି ପାଦରେ ଜାଣିଲେ ବର୍ତ୍ତମାନ ଆମେ କାର୍ଯ୍ୟକ୍ରମ ସାଙ୍ଗ କରିବା
ଆଉ ଏଇ ଯୋଉ 51ଟା ସୂତ୍ର ମୁଁ ପଢ଼େଇଲି ଆପଣ କେତେଟା ଦେଖିପାରିଲେନି ଆପଣ ସେଇଟା ଦେଖିଦେବେ ମୁଁ ତାକୁ କାଗଜ ମାନେ ଛାଡ଼ିଛି ଫଟୋ 51ଟା ସୂତ୍ରର ଆଉ ଅନ୍ୟ ଯାହା ରହିଲା ମୁଁ ମଧ୍ୟ ପରେ ଆପଣଙ୍କୁ ପଠାଇଦେବି।